ମୋ ସାଉଣ୍ଡ ଆସୁଛି ଆପଣଙ୍କୁ ସ୍ୱାଧୀନ? ହୁଁ ଆସୁଛି ଆସୁଛି। ଆସୁଛି ତ ୱେଲକମ୍ ଏपिसୋड नंबर 1 कॉफी विथ राकेश। एक इंस्टाग्राम शो आमे खास करके रेडी करछु सब नूतन अपकमिंग स्टार्स के ପାଇଁ ଏବଂ खास शो रे स्वागत स्वाधीन ए शो को नमस्कार जय जगन्नाथ ନମସ୍କାର स्वागत ଆପଣଙ୍କୁ। ନମସ୍କାର। ଠିକ ଅଛି ଆପଣ ମୋ କଥା ରଖିକି ଆସିଛନ୍ତି ପ୍ରଥମ ଶୋ ରେ ଏ ସିଜନ ଆପଣଙ୍କର ବହୁତ ଭଲ ଯାଇଛି ଯିବା କ୍ରିକେଟ ବିଷୟରେ ଆମେ ବହୁତ ସମୟ ଚର୍ଚ୍ଚା କରିବା। ଫାଷ୍ଟ ଆପଣ ନିଜ ହୋମ ଆପଣ କେଉଁଠି ବିଲଙ୍ଗସ୍ କରନ୍ତି ଯେହେତୁ ଆପଣ ନୂଆ କି ଆସିଛନ୍ତି ପ୍ରାୟତଃ କମ ଲୋକ ଆପଣଙ୍କୁ ଜାଣିଥିବେ କି ଆପଣ କୋଉଠି ବିଲଙ୍ଗସ୍ କରନ୍ତି ପ୍ଲିଜ ଟିକେ ଭିଉଅର୍ସ ମାନଙ୍କୁ ଜଣାଇବେ। ଆମର ହଉଛି କଟକ ଆଠଗଡ଼ ଘର। କଟକ ଆଠଗଡ ଆପଣଙ୍କ ଘର ଠିକ ଅଛି। କ୍ରିକେଟ ଉପରେ ତ ଯିବା ବଟ୍ ତା ପୂର୍ବରୁ ଆପଣ କିଛି ଅନ୍ୟାନ୍ୟ ଷ୍ଟଡି ବଗେରା ଚାଲିଛି ନା କିଛି ଜବ୍ ବଗେରା ହେଲାନି? ହୁଁ ଜବ୍ ତ ଚାଲିଥିଲା। ଆଚ୍ଛା ଏବେକା ଟାଇମରେ ଜବ୍ କଣ ଏବେ ଟାଇମ ରେ ଅଛି ଜବ୍ ଅଛି। ଆପଣ ଜବ୍ ବି କରୁଛନ୍ତି ତା ସାଙ୍ଗରେ କ୍ରିକେଟ ବି ଖେଳୁଛନ୍ତି ଟେନିସ କ୍ରିକେଟରେ ଆପଣ ସମୟ ବି ଦଉଛନ୍ତି ଠିକ ଅଛି। କ୍ରିକେଟ ଆପଣ ପ୍ରଥମେ କେବେ ଖେଳିଲେ ଆଉ କ୍ରିକେଟ ଗ୍ରାଉଣ୍ଡ କୁ ଆପଣ ଫାଷ୍ଟ ଟାଇମ ପାଇଁ କେବେ ଆସିଲେ? କ୍ରିକେଟ ତ ମୋ ଖେଳିବାରେ ହେଇଗଲାଣି ଆସିକି 2014 ରେ ମୁଁ ଫାଷ୍ଟ ଖେଳିଥିଲି। ଷଷ୍ଠରେ ପଢୁଥିଲି ଫାଷ୍ଟ ଖେଳିଲି। ଖେଳିକି ମତେ ନେଇକି ଭାଇମାନେ ନେଇକି ଖେଳିଲାଠୁ ଆସ୍ତେ ଆସ୍ତେ ମୁଁ ଲୋକାଲ ରେ ସବୁ ମାନେ ଖେଳୁଥିଲି। ଆମ ଲୋକାଲ ଟିମ ରେ ମାନେ ଲାଇଫ ଫାଇଭ ହୁଏନି ଏମିତି ମାନେ ଖେଳ ହୁଏ ଆଉ। ଖେଳ ହେଇକି ଏମତି ଖେଳିଲାଠୁ ଆସ୍ତେ ଆସ୍ତେ ଖେଳିକି ଗଲାଠୁ ତାଙ୍କ ଟିମ ରେ ଖେଳି ଖେଳି ଲାଷ୍ଟକୁ ଆସ୍ତେ ଆସ୍ତେ ଚାନ୍ସ ଦେଲେ ସବୁ ବଡ ବଡ ଟିମ ରେ ଖେଳିଲାଠୁ ଆସ୍ତେ ଆସ୍ତେ ଅଲ ଓଡିଶା କୁ ଚାନ୍ସ ଦେଲେ। ଖେଳିଲାଠୁ ଆସ୍ତେ ଆସ୍ତେ ତାପରେ ଯାଜପୁର ପଟେ ଗଲା ବେଳକୁ ଖେଳିଲି କାଇମା ପଟେ ଖେଳିଲି ତାପରେ ମେଡିକ ପଟେ ଖେଳିଲି ଆସ୍ତେ ଆସ୍ତେ ତାପରେ ଷ୍ଟାଇଗର ପଟେ ଖେଳିଲି। ଏମିତି ଖେଳିଲାଠୁ ଚାନ୍ସ ପାଇଲି ଆଉ। ଫାଷ୍ଟ ଟାଇମ ଆପଣ କୋଉ ମସିହା ପ୍ଲିଜ ଟିକେ କହିବେ? ଫାଷ୍ଟ ଟାଇମ୍ ମସିହା ଟା କହିବେ ମାନେ କୋଉ ଇୟର ରୁ ଖେଳିଲେ? ମୁଁ ଖେଳିଲିଣି ତଥାପି 14 ବର୍ଷ 2014। 14 ରୁ ଆପଣ ଖେଳିଲେଣି 2014 ରୁ ଆପଣଙ୍କର ଫାଷ୍ଟ ଟୁର୍ଣ୍ଣାମେଣ୍ଟ ଆପଣ ଆପଣଙ୍କ ଲାଇଫରେ କେବେ ଖେଳିଲେ ସେ ଟାଇମରେ ଲାଇଫ ର ପ୍ରଥମ ଟୁର୍ଣ୍ଣାମେଣ୍ଟ? ଫାଷ୍ଟ ଟୁର୍ଣ୍ଣାମେଣ୍ଟ ମୁଁ ଖେଳିଥିଲି ବଡମ୍ବାରେ ଯୋଉ ଶଙ୍ଖାମାରୀ ଟୁର୍ଣ୍ଣାମେଣ୍ଟ ହୁଏ। ଆଚ୍ଛା ଶଙ୍ଖାମାରୀ ଟୁର୍ଣ୍ଣାମେଣ୍ଟରୁ ଆଉ 10 କିଲୋମିଟର ହବ ସେଇଠି ଫାଷ୍ଟ ଖେଳିଥିଲି। ସେତେବେଳେ ମୁଁ ଷଷ୍ଠରେ ପଢୁଥିଲି ସ୍କୁଲ ବି ଯାଉଥିଲି। ଆମ ସାଙ୍ଗସାଥି ଖେଳ ହୁଏ ତାପରେ ମତେ ନେଇକି ଫାଷ୍ଟ ଚାନ୍ସ ଦେଇଥିଲେ ଭାଇ ମାନେ ନେଇକି ସେଇଠି ଖେଳିଲାଠୁ ଫାଷ୍ଟ କ୍ୟାରିୟର ଆରମ୍ଭ କରିଥିଲି। 3 ଓଭର ବୋଲିଂ କରିକି 4ଟା ୱିକେଟ ନେଇଥିଲି 5 ରନ ଦେଇ। ସେଇଠୁ ଆସ୍ତେ ଆସ୍ତେ ଷ୍ଟାଣ୍ଡ ଦେଲାଠୁ ଖେଳିଲାଠୁ ଆସ୍ତେ ଆସ୍ତେ ଆଗକୁ ଗଲି ଆଉ। ଅ ଷଷ୍ଠ କଥା ଆପଣ କହିଲେ ଆପଣ ଷଷ୍ଠରେ ପଢୁଥିଲେ ଷଷ୍ଠରେ ପଢିକି ଆପଣ କ୍ରିକେଟ ଖେଳୁଥିଲେ ଏତେ ଛୋଟ ବେଳୁ ସେ ଟାଇମରେ ଆପଣ କଣ କରୁଥିଲେ? ବ୍ୟାଟିଂ ତ ଆମେ ଆପଣଙ୍କର ବହୁତ କମ ଦେଖୁଛୁ ସେମ ବୋଲିଂ ହିଁ କରୁଥିଲେ ନା ଓନ୍ଲି ଫିଲ୍ଡିଂ ବଗେରା? ସେଇ ଟାଇମରେ ମୁଁ ଓପନିଂ ବ୍ୟାଟିଂ କରେ। ମୋ ସାଙ୍ଗସାଥି ଟାଇମରେ ଓପନିଂ ବ୍ୟାଟିଂ କରେ ପ୍ଲସ ବୋଲିଂ ବି କରେ ନୂଆ ବଲରେ ବୋଲିଂ କରେ। ଯେତେବେଳେ ସିଚୁଏସନ ନେଇକି ଯାହା ସେଇ ଅନୁସାରେ କରେ ଆଉ। ବର୍ତ୍ତମାନ ତ ଏଇନା ମୁଁ ପ୍ରଫେସନାଲ ବୋଲର ହେଇଯାଇଛି ନା ସେଇଥିପାଇଁ ସେଇ ଟାଇମରେ ଏମିତି ଚାଲେ ତାପରେ ଭାଇ ମାନେ ଖେଳିଲାଠୁ ମାନେ ନାଁ ଦେଲେ ବୋଲରରେ ଖେଳିଲେ ଆଉ ବ୍ୟାଟିଂ ମାନେ ମିଳେନି ନା ସେଇଥିପାଇଁ ଆସ୍ତେ ଆସ୍ତେ ଆଚ୍ଛା ଏମିତି ଚାଲେ। ଖେଳିଲାଠୁ ସେଇ ଟାଇମରେ ଖେଳିଲା ଭିତରେ ବି ମାନେ ମୁଁ ଥରେ ସ୍କୁଲ ବି ମୋର ମାନେ ଗୋଟେ ବର୍ଷ ରହିଯାଇଛି। ମାନେ ଆଚ୍ଛା କ୍ଲାସ ଆଟେଣ୍ଡ ବୋଲି ଗୋଟେ ବର୍ଷ ବି ରହିଲି ନବମରେ ଆଉଥରେ ରହିଲି। ମାନେ ଏଇ ଖେଳ ପାଇଁ? ଖେଳ ପାଇଁ ଗୋଟେ ବର୍ଷ ରହିଲି ମାନେ ସ୍କୁଲ ଗଲିନି ମାନେ ମୁଁ ଯିବି ହାରି 9ଟା ବେଳକୁ ସ୍କୁଲ ଯାଇଛି ଫାଷ୍ଟ ପିରିୟଡ ସରିଲା ମାନେ ସାଙ୍ଗେ ସାଙ୍ଗେ ପାଚିରି ଡେଇଁକି ପଳେଇ ଯାଇଥିବି ଖେଳିବାକୁ ମାନେ ଟୁର୍ଣ୍ଣାମେଣ୍ଟ 11ଟା ବେଳକୁ ବାହାରିବେ ନା ଆଚ୍ଛା ବେଗରେ ଜୋତା ଫୋତା ଥିବ ରେଡି ହେଇକି ବାହାରିକି ପଳେଇ ଆସିବି ନୁଚିକି। ମୁଁ ପିଲାମାନଙ୍କୁ ଆଚ୍ଛା ବି କହିକି ଯାଇଥିଲି କେହି କହିବନି ଆଇଲେ ଯିଏ କହିବ ନହେଲେ ନାଇଁ ଦେଖିବ। କହିକି ଯାଇଥିବି ତାପରେ ଖେଳିବାକୁ ଯାଇଥିବି ଆଇଲା ବେଳକୁ ଠିକ 4ଟା ବେଳକୁ ଖେଳ ସରିଯାଇଥିବ ଯେମିତି ଘରକୁ ଆସିବା କଥା ଆସିବି।
ଏମିତି ହେଇକି ସ୍କୁଲରେ ଇଏ ସିଏ ସେକେଣ୍ଡ ଟାଇମରେ ଯେତେବେଳେ ସେକେଣ୍ଡ ପିରିୟଡ ଟୁ ଯୋଉ ଇଏ ପଇଲା ଖେଳଛୁଟି ପରେ ଯୋଉ ପ୍ରେଜେଣ୍ଟ ପଇଲା ନାହାନ୍ତି ମାନେ ଆପସେଟ ପଇଲା ଆଉ ଆପସେଟ ପଡିକି ଏମିତି ଇଏ ହେଲା ସାର୍ କହିଲେ ତୁ ଆଉ ଥରେ ପୁଣି ରହିବୁ ଆଉ ଥରେ ପଢିବୁ ତ ଆପସେଣ୍ଟ ବହୁତ ଅଛି ମାନେ ଏମିତି ହେଇକି କ୍ରିକେଟ ଚାଲିଲା। ଖେଳ ପାଇଁ ଆପଣ ଗୋଟେ ବର୍ଷ ନିଜକୁ କମେଇ ଦେଲେ ସ୍କୁଲରେ। ଯୋଉ ବର୍ଷ ଆପଣ ଦଶମ ଦେଇଥାନ୍ତେ ସେଇ ବର୍ଷ ପୁଣି ଥରେ ଆପଣ ନବମରେ ପଢିଲେ। ପୁଣି ମୋ ଏଥିପାଇଁ ସାଙ୍ଗମାନେ ଆପଣଙ୍କ ଘରେ ସାଙ୍ଗମାନେ ସାଙ୍ଗମାନେ ତ ନିଶ୍ଚୟ ଆପଣଙ୍କୁ ଚିଡେଇଥିବେ, ବଟ୍ ଘର ଲୋକ କଣ କହିଲେ? ଘରେ କେତେ ଗାଳି ମିଳିଲା? ଘରେ ତ ଗାଳି ମିଳିଥିଲା ପ୍ଲସ ସିଏ ଆମ ଯୋଉ ଟିମ ଯିଏ ପିଲା ଭାଇ ମାନେ ସେମାନେ ଘରେ ଇଏ କରିକି କହିଲେ କଣ କରିବା ହେଇଛି ତ ସିଏ ଆଉଥରେ ପୁଣି ପଢୁ ପଢିଲେ ପୁଣି ଛାଡି ନଥାନ୍ତେ ପୁଣି ବାଧ୍ୟ ହେଇକି ପୁଣି ଖେଳିଲି କହିଲେ ନାଇଁ ମୁଁ ଖେଳିବି। ଖେଳିଲାଠୁ ଅଟୋମେଟିକ ଆଗକୁ ଗଲି ଆଉ। ପୁଣି ଆଉଥରେ ପଢିଲି ତା ମାନେ ପଢିକି ପୁଣି ଆଚ୍ଛା କୁହନ୍ତୁ କୁହନ୍ତୁ। ପଢିକି ଆଉଥରେ ପୁଣି ଦଶମରେ ପୁଣି ତାଙ୍କ ସାଙ୍ଗେ ଆମ ତଳ ବ୍ୟାଚଙ୍କ ସାଙ୍ଗେ ପଢିକି ପୁଣି ଆଉଥରେ ଦଶମ ଇଏ ପରୀକ୍ଷା ଦେଇକି ପାସ୍ ହେଲି ପୁଣି ଖେଳକୁ ଖେଳ ପୁଣି ପଢିଲି। କେବଳ ଯୋଉ ଦଶମରେ ଦଶ ମାର୍କ ବଗେରା ମାର୍କ ସବୁ ଠିକ ଠାକ ରହିଲା? ମାର୍କ ମୋର ଥିଲା 350। ହଉ ପୁରା ସେଣ୍ଟର ଆପଣ ଆଣିଛନ୍ତି ଠିକ ଠାକ ସେଣ୍ଟରରେ ମାର୍କ ଟା ରହିଛି। ମୁଁ ତ କେବଳ 10 ଦିନ ହିଁ ମାନେ ପଢିଛି ମାନେ ପଢା ବି ମୋର ଟୋଟାଲ ନଥିଲା କ୍ରିକେଟ ହିଁ ମାଇଣ୍ଡରେ ମୋର ଥିଲା। ପଢା ଟୋଟାଲ ହିଁ ମାଇଣ୍ଡରେ ମାନେ ଆସେନି। ଠିକ ଅଛି ଏଇଟା ବି କିଛି ବି ଅସମ୍ଭବ ନୁହେଁ କି ଆପଣ ପରୀକ୍ଷାରେ ବୋଧେ ଦି ଚାରିଟା କୋଶ୍ଚିନରେ ବି କ୍ରିକେଟ ବିଷୟରେ ବି ନ ଲେଖି ଦେଇଥିବେ। ଠିକ ଅଛି ଅ ଆପଣ ନବମ କ୍ଲାସରେ ପାଚେରି ଡେଇଁକି ବାରମ୍ବାର ଆପଣ କ୍ରିକେଟ ଖେଳିଲେ ସେଥିପାଇଁ ଆପଣ ଗୋଟେ ବର୍ଷ ମାଇନସ ବି ହେଲା ଆପଣଙ୍କର। ଠିକ ଅଛି ନେକ୍ସଟ ଆପଣ କଲେଜ ଲାଇଫରେ ସେ ଟାଇମରେ କ୍ରିକେଟ ଖେଳ କେମତି କଣ ଥାଏ କାରଣ କଲେଜ ଲାଇଫରେ ଟିକେ ଆପଣଙ୍କୁ ଫ୍ରିଡମ ମିଳିଯାଇଥିବ। ଘରେ ବି ସେତେ ଆଉ ପ୍ରେସର ନଥିବ ସେ ଟାଇମରେ ଖେଳ କେମିତି କଣ ଥିଲା? କଲେଜ ଟାଇମ ତ ଡେଲି ମାନେ କ୍ଲାସ ହିଁ ଟୋଟାଲ କରେନି ଡେଲି ହିଁ ମ୍ୟାଚ ହିଁ ଯାଇ ଖେଳିବାକୁ। ଟୋଟାଲ କ୍ଲାସ ହିଁ ଭୁଲିଯାଏ କ୍ଲାସ ଜମା ମୁଁ ଦିନ ପାଇଁ କ୍ଲାସ ହିଁ ଯାଇନି ଫାଷ୍ଟ ଇୟର ସେକେଣ୍ଡ ଇୟର ଦିନ ପାଇଁ କ୍ଲାସ ଯାଇନି। ଥରେ ଯାଇଥିଲି ସେ ବହୁତ କଷ୍ଟରେ ଯାଇଥିଲି ଯେ ବସିଲି ଯେ ମାନେ ଲୁଚିକି ପଳେଇ ଆସିଲି ପୁଣି। ଆପଣ ଏଇଟା ସୋସିଆଲ ମିଡିଆରେ କହୁଛନ୍ତି ଏସବୁ ଜିନିଷ କାଲି ସକାଳେ ବାହା ହବାକୁ ଝିଅ ବି ମିଳିବେନି ଆପଣ ଯୋଉ ସବୁ କାରନାମା କରିଛନ୍ତି କ୍ରିକେଟ ପାଇଁ ଆପଣ ଏଠି ଖୋଲିକି ସବୁ କଥା କହୁଛନ୍ତି ଠିକ ଅଛି। ନେକ୍ସଟ ଆମେ ଯିବା ଫାଷ୍ଟ ଟିମ୍ ଆପଣଙ୍କ କ୍ୟାରିୟରର ପ୍ରଥମ ଟିମ୍ କିଏ ଏବଂ କେଉଁ ଟିମ୍ ସହ ଆପଣ ଯୋଡି ହେଇଥିଲେ ଫାଷ୍ଟ ଟାଇମ ନିଜ କ୍ୟାରିୟର? ଫାଷ୍ଟ ମୁଁ ଖେଳୁଥିଲି ଆମ ଆଠଗଡ ଜୟଶ୍ରୀରାମ ଗୋଟେ ଟିମ୍ ଥିଲା। ସେ ଜୟଶ୍ରୀରାମରେ ମତେ ନେଇକି ଚାନ୍ସ ଦେଇଥିଲେ ଭାଇ ମାନେ ସେ ଜୟଶ୍ରୀରାମ ବି ମାନେ କଣ୍ଟିନ୍ୟୁ ସବୁ ବର୍ଷ ଖେଳନ୍ତି ଟୁର୍ଣ୍ଣାମେଣ୍ଟ ଯେମିତି ଅଲ ଓଡିଶା ଖେଳନ୍ତି ସବୁ ଟିମ୍ ସେ କଣ୍ଟିନ୍ୟୁ ସବୁ ମାନେ ସବୁ ସେକ୍ସନରେ 40-50ଟା ଟୁର୍ଣ୍ଣାମେଣ୍ଟ ଆଟେଣ୍ଡ କରନ୍ତି। ଆମ ଏପଟ ସାଇଡ ଯୋଉ ସେଇ 20,000 10,000 15,000 ଯାହା ହୁଏ ସବୁ ଏଇପଟେ ମାନେ ଏପଟ ଚୌଦ୍ୱାର ଠୁ ନେଇକି ଖୁଣ୍ଟୁଣି ଏପଟ ଧବଳେଶ୍ଵର ଏପଟ ସବୁ ମାନେ ଆଟେଣ୍ଡ କରିକି ବଡମ୍ବା ଯାଏ ସବୁ ଆଟେଣ୍ଡ କରନ୍ତି। ସେ ଟିମ୍ ଆଚ୍ଛା ଆଚ୍ଛା ଥିଲାଠୁ ସେଇ ଟିମ୍ ଥିଲାଠୁ ମୁଁ ବାହାର ଟିମ୍ ପଟେ ଖେଳିବାକୁ ଚାନ୍ସ ପାଏନି ମତେ ଡାକନ୍ତି ବହୁତ ଟିମ୍ କାରଣ ମୁଁ ସେତେବେଳେ ଛୋଟ ଥିଲି ନା ମୋର ଗାଡି ଫାଡି ମାନେ ଇଏ ସିଏ ନୁହେଁ ମୁଁ କାହା ପଟେ ଯାଏନି। ମତେ ସେଇଥିପାଇଁ ଡାକନ୍ତି ମୁଁ ଯାଇପାରେନି ସେଇଥିପାଇଁ ଆମ ଟିମରେ ହିଁ ମୁଁ ଖେଳେ ପ୍ରଫେସନାଲ ପୁରା ରହିକି ଖେଳେ। ସେଇଥିରେ ଖେଳିଲାଠୁ ତାପରେ ସେ ଟିମ୍ 2 ବର୍ଷ 3 ବର୍ଷ ହେଲାଣି ମାନେ ପୁରା ଝଗଡା ଝାଟି ହେଇକି ଆସ୍ତେ ଆସ୍ତେ ମାନେ ଇଏ ହେଲାଠୁ ନିଜ ନିଜ ଭିତରେ ପିଲା ରହିଲେ ଆଉ ଖେଳ ହେଇପାଇଲାନି। ତାପରେ ଆସ୍ତେ ଆଚ୍ଛା ଆସ୍ତେ ପାଖ ଟିମରେ ଖେଳିକି ଆସ୍ତେ ଆସ୍ତେ ନାଁ ଗଲାଠୁ ସବୁ ଟିମ୍ ମାନେ ଆପେ ମତେ କଣ୍ଟାକ୍ଟ କଲେ ଆଉ। କଣ୍ଟାକ୍ଟ କଲାଠୁ ଠିକ ଅଛି ଆସ୍ତେ ଏବେ ଆସ୍ତେ ଆପଣ କହିଲେ କି ହଁ ଠିକ ଅଛି ମୁଁ ଯାଉଛି ଷ୍ଟେପ ବାଇ ଷ୍ଟେପ ଯିବା ଆପଣ ଶ୍ରୀରାମ ଟିମ୍ ପଟେ ଖେଳିଲେ ଶ୍ରୀରାମ ଟିମ୍ ପଟେ ଆପଣ କୋଉ ମସିହାରୁ କୋଉ ମସିହା ଯାଇ ଖେଳିଲେ? ଶ୍ରୀରାମ ଟିମରେ 2014ରୁ 2022। 2022 ମାନେ ପୁରା ଲଙ୍ଗ ପିରିୟଡ ଆପଣ ଖେଳିଛନ୍ତି। 2022 ଯାଏଁ ଖେଳିଛନ୍ତି ସେ ଟିମରେ ଆପଣଙ୍କର କେମିତି କଣ ଥିଲା ପ୍ରଦର୍ଶନ? ଆପଣ ଗୋଟେ ବୋଲର ହିସାବରେ ୱିକେଟ ବଗେରା କଣ କେମିତି ନଉଥିଲେ ଆଉ ସେ ଟିମରେ ଥିଲା ବେଳେ ଗୋଟେ ମେମୋରେବଲ ଗୋଟେ କହିବେ ଗୋଟେ ସବୁଠୁ ଭଲ ସ୍ପେଲ ଆପଣ ପକେଇଥିବେ ଗୋଟେ ମ୍ୟାଚ ସେ ଟିମରେ ଥିଲାବେଳେ ଟିମ୍ ଶ୍ରୀରାମ ପଟେ ଥିଲାବେଳେ।
ସବୁଠୁ ଭଲ ସ୍ପେଲ ଥିଲା ମୋର ଶଙ୍ଖାମାରି ଯୋଉଠି ନା ଅଲ ଓଡିଶା ହଉଛି ବାପୁଜୀ ପ୍ରିମିୟର ଲିଗ ସେଇଠି ମୋର ଥିଲା 5 ରନ ଦେଇକି ନେଇଥିଲି 7ଟା ୱିକେଟ। ଏଇଟା ସେଇଟା ମୋ ଆପଣ କୋଉ ବେଷ୍ଟ। ମସିହା କଥା କହୁଛନ୍ତି ସେଇଟା ଶଙ୍ଖାମେରିର? 2016 କି 17 ହବ। ତ ଏତେ କମ ବୟସରେ ଆପଣ ନିଜକୁ ବହୁତ ଏକ୍ସପିରିଏନ୍ସ ଆପଣ ଗେନ୍ କରିନେଇଥିଲେ ଆଉ ନିଜ ବୋଲିଂ କୁ ବହୁତ ଆପଣ ସୁଧାରି ଦେଇଥିଲେ। ଠିକ ଅଛି, 2022 ହେଇଗଲା ଏଇଠି। 2022 ରେ ଆପଣ କୋଉ ଟିମ୍ କୁ ଜଏନ କରନ୍ତି? ଟିମ୍ ଶ୍ରୀରାମ ରୁ ଆପଣ ଯେତେବେଳେ ଏଣ୍ଡ ହୁଏ ଆପଣଙ୍କ କ୍ୟାରିୟର, ତାପରେ ନେକ୍ସଟ ଟିମ୍ କିଏ, କୋଉ ଟିମ୍ ରେ ଆପଣ ଜଏନ କରନ୍ତି? ଶ୍ରୀରାମରୁ ତ ଜୟଶ୍ରୀରାମରୁ ବାହାରିଲା ପରେ ଆସ୍ତେ ଆସ୍ତେ ଆମର ଯୋଉ ଲୋକାଲ ଟିମ୍ ଥିଲେ ଏପଟେ ଯୋଉ ବଡଗାଁ ପଟେ ଗୋଟେ ଟିମ୍ ଥିଲା ଭାଇନା ବୋଲି, ତାଙ୍କ ଟିମ ରେ ଖେଳି କେତେ ଦିନ ମ୍ୟାଚ୍ ଆଟେଣ୍ଡ କଲି। ତାପରେ ଆଟେଣ୍ଡ କଲି ସେପଟେ ଯାଜପୁର ପଟେ ଖେଳିଲି ଯୋଉ ଆଙ୍କ ପଟେ ମୋ ଯୋଉ ଲକ୍ଷ୍ମଣ ଭାଇ ଯୋଉ ଟିମ୍ ଲକ୍ଷ୍ମଣ ଇଲେଭେନ ପଟେ ଖେଳିଲାଠୁ ଆଟେଣ୍ଡ କଲାଠୁ ଆସ୍ତେ ଆସ୍ତେ ମାନେ ତାପରେ କାଇମା ଇଏ ହେଇଥିଲେ ସାର୍ କଥା ହେଇକି ମତେ ରଖିଥିଲେ। ତାପରେ କାଇମା ପଟେ ଖେଳିଲା ବେଳକୁ ତାପରେ ମେଡିକୋ ପଟେ ସାର୍ ବି ମତେ କହିକି ଖେଳାନ୍ତି ବହୁତ ମ୍ୟାଚ୍। ତାପରେ ଆଚ୍ଛା, ସେପଟେ ଖେଳିଲା ବେଳକୁ ତାପରେ ଆସ୍ତେ ଆସ୍ତେ ଏପଟେ ଷ୍ଟ୍ରାଇକର ଇଲେଭେନ କଟକ ବି ଖେଳିଲା। ଏମିତି ତ ଏଇ ଖେଳିଲାଠୁ ସବୁ ସେପଟ ଟିମ୍ ପଟେ ଆପଣ ଖେଳିଲାଠୁ ଆସ୍ତେ ଆସ୍ତେ ସବୁ ଚାନ୍ସ ମିଳିଲା। ତାପରେ ଏଇଥର ବି ନନା ବି ବହୁତ ଚାନ୍ସ ଦେଇଛନ୍ତି ନଖିଆ ନା ବହୁତ ମତେ ଖେଳିବାକୁ। ତ ଠିକ ଅଛି, ଆପଣ ସବୁ ଟିମ୍ ର ନେମ୍ ନେଇଛନ୍ତି। ତ ଯୋଉ ଯୋଉ ଟିମ୍ ରେ ଆପଣ ଏଠି ନେମ୍ ନେଲେ, ଯେମିତି କି ହେଇଗଲା କାଇମା ହେଇଯାଉ, ମେଡିକାଲ ମାନେ ବହୁତ ଯୋଉଠି ବି ଖେଳ କାଇଁ ବିଷୟରେ ଆମେ ଟିମ୍ କାଇମା ସହ ରହିଲେ ଆପଣଙ୍କୁ କେତେ ଭଲ ଲାଗେ? ନେଟୱାର୍କ ଓହୋ, କଥା କଟୁଛି। ଏବେ ଆସିଲା? ନାଇଁ ଆସିନି। ଆସିଲା ଆସିଲା। ହଁ, ତ ଟିମ୍ କାଇମା ସହ ରହିଲେ ତାଙ୍କ ଓନରଙ୍କ ବିଷୟରେ ଟିକେ କହିବେ, ଟିମ୍ କାଇମାର ଓନର। କାଇମା ଓନର ତ ସାର୍। ଟିମ୍ କେମିତି? ହଁ, ସାର୍ ତ ବହୁତ ଭଲ। ଆଚ୍ଛା, ସାରଙ୍କ ଟିମ୍ ମୁଁ ଏଇ ସିଜିନ ଟା ବହୁତ ମ୍ୟାଚ ଖେଳିଛି। ଡେ ମ୍ୟାଚ ତକ କହିବାକୁ ଗଲେ ସବୁ ତକ ଖେଳିଛି। ଅଲ ଓଡିଶାକୁ ମିଶେଇକି ବି କାଇମା ଆଟେଣ୍ଡ କରିଛି। ଅଲ ଓଡିଶା 2-3ଟା ଆଟେଣ୍ଡ କରିଛି। ପ୍ଲସ ଏପଟେ ସବୁ ଲୋକାଲ ଟୁର୍ଣ୍ଣାମେଣ୍ଟ ସବୁତକ କାଇମା ପଟେ ମୁଁ ଆଟେଣ୍ଡ କରିଛି। ପ୍ଲସ ମେଡିକୋ ପଟେ ବି ଆଟେଣ୍ଡ କରିଛି। ମେଡିକୋ ପଟେ ଆଟେଣ୍ଡ କରି ତା ପ୍ଲସ ଏପଟେ ଷ୍ଟ୍ରାଇକର ଇଲେଭେନ ବି କିଛିଟା କଟକ ପଟେ ଆଟେଣ୍ଡ କରିଛି ମ୍ୟାଚ। ତାପରେ ଆମର ଆଚ୍ଛା। ଏପଟେ ଲୋକାଲ ପଟେ ବି କିଛି ମ୍ୟାଚ ଆଟେଣ୍ଡ କରିଛି ସବୁ ଟିମ୍ ପଟେ। ମେଡିକୋ ଏକ୍ସାଇଜ ଯାଜପୁର ରୁ ଆମେ ହିଁ ଆପଣଙ୍କୁ ବହୁତ ଥର ଦେଖିଛୁ, ନାଇଟ୍ ମ୍ୟାଚେସ୍ ହଉ କି ଡେ ମ୍ୟାଚେସ୍ ହଉ। ମେଡିକୋ ଏକ୍ସାଇଜ ଯାଜପୁର ସହ ଆପଣ ପ୍ରାୟତଃ ଜଡିତ ଥାନ୍ତି। ଯୋଉଠି ମେଡିକୋ ଖେଳେ ଆପଣ ସେଠି ଖେଳନ୍ତି। ଟିମ୍ କଣ କେମିତି, ତାଙ୍କ ଓନର କଣ କେମିତି ମେଡିକୋ ଏକ୍ସାଇର, ଆଉ ସେଠୁ ଆପଣଙ୍କୁ କଣଟା ଶିଖିବାକୁ ମିଳିଲା? ମେଡିକୋ ସାର୍ ତ ମତେ ସବୁ ମାନେ ମ୍ୟାଚରେ ତୁ ଯାହା ହଉ ଖରାପ ହଉ ଭଲ ହଉ ମାନେ ସବୁ ମ୍ୟାଚ ମାନେ ଚାନ୍ସ ଦିଅନ୍ତି। ମାନେ କେବେ କିଛି କହିନାହାନ୍ତି ମାନେ ଏଇଟା କଣ ପାଇଁ ମାଡ ଖାଇଲୁ, କଣ ପାଇଁ ଇଏ ସିଏ ହେଲା, କଣ ପାଇଁ ପରଫମାନ୍ସ ଖରାପ ହେଲା, ଆଜି ଯାଏଁ କହିନାହାନ୍ତି ସାର୍। ସାର୍ କହିଲେ ମାନେ ଯୋଉଟା ବି ଖରାପ ହୁଏ ସେମାନେ ଆଗକୁ ମାନେ କୁହନ୍ତି ଠିକ ଅଛି ଏଇ ମ୍ୟାଚ ଇଏ ହେଇଛି, ଆର ମ୍ୟାଚ ତୁ ବେଷ୍ଟ ଦବାକୁ ଟ୍ରାଏ କରିବୁ। ଆଚ୍ଛା, ସାର୍ ହିଁ ମାନେ ଯେତେ ମ୍ୟାଚ ଯାହା ହେଇଯାଉ ପଛେ ସାର୍ ମାନେ ସବୁ ମ୍ୟାଚ ଆଗାମୀ ମାନେ ମ୍ୟାଚ ଚାନ୍ସ ଦିଅନ୍ତି। ସେଇଥିପାଇଁ ମୁଁ ମେଡିକୋ ସାର୍ ପ୍ରଫେସନାଲ ପୁରା ମାନେ ରହିଥିଲି। ଆର ବର୍ଷ ରହିଥିଲି, ତା ଆର ବର୍ଷ ରହିଥିଲି, 2 ବର୍ଷ କଣ୍ଟିନ୍ୟୁ ପୁରା ରହିଥିଲି। ଠିକ ଅଛି। ମେଡିକୋ ଏକ୍ସାଇଜ ଯାଜପୁରରେ ଆପଣ ଖେଳିଛନ୍ତି। ଷ୍ଟ୍ରାଇକର ଇଲେଭେନ ଆଡକୁ ଯିବା। ଷ୍ଟ୍ରାଇକର ଇଲେଭେନ ର ଓନର ସେ କେମିତି କଣ, ଏବଂ ୟଙ୍ଗ ପିଲାମାନଙ୍କୁ ସେ କେମିତି କଣ ଚାନ୍ସ ଦିଅନ୍ତି, ଟିମ୍ ବିଷୟରେ ଟିକେ କହିବେ, ତାଙ୍କ ଟିମ୍ କେମିତି କଣ ରହିଛି? ଷ୍ଟ୍ରାଇକର ଇଲେଭେନ ତ ଆମର ଓନର ହଉଛନ୍ତି ଅନିଲ ଭାଇ। ସେମାନେ ତାଙ୍କର କ୍ରିକେଟ ଖେଳିବାର ବହୁତ ଇଚ୍ଛା। ସେ କହୁଛନ୍ତି ମାନେ ଯୋଉଠି ମାନେ ଇଏ ହଉଛି ସେମାନେ କହୁଛନ୍ତି ମତେ ବି ଚାନ୍ସ ଦିଅ, ମୁଁ ବି ଖେଳିବାକୁ ଚାହେଁ।
ସେଇ ମାନେ ଖେଳିବାକୁ ତାଙ୍କ ବହୁତ ଇଚ୍ଛା, ସେମାନେ ତାଙ୍କୁ ବି ଆମେ ବହୁତ ମ୍ୟାଚ୍ ଆଟେଣ୍ଡ କରେଇଛୁ ଖେଳ ବୋଲି, ସେ ବି ଖେଳିଛନ୍ତି ବହୁତ ମ୍ୟାଚ୍। ସେଇଠି ମାନେ ଖେଳିଲାଠୁ ସେମାନେ ସବୁ ମାନେ ୟଙ୍ଗ ପିଲାଙ୍କୁ ସିଏ ଚାହୁଁଛନ୍ତି ତାଙ୍କର ଗୋଟେ ଏମିତିଆ ଟିମ୍ ତାଙ୍କୁ ଗୋଟେ ଖେଳିବାକୁ ଏଇଆ ମାନେ ଇଚ୍ଛା ହୁଏ ଯେ ସିଏ ମାନେ ସବୁ ୟଙ୍ଗ ପିଲାଙ୍କୁ, ତମେ ବି ଦେଖିଥିବ ବହୁତ ଟାଇମ୍ ମାନେ ଷ୍ଟ୍ରାଇକର ଯୋଉଠି ଖେଳେ ୟଙ୍ଗ ପିଲାଙ୍କୁ ହିଁ ନେଇକି ଖେଳେ। ଆଚ୍ଛା। କେବଳ ମାନେ ରହିଲେ ରାକେଶ ଭାଇ ରହିଲେ, ଆଉ ବିବେକ ରହିଲେ, ସଂଗ୍ରାମ ମାଝୀ ରହିଲା, ଏମିତି ହିଁ 4-5ଟା ପିଲାଙ୍କୁ ନେଇକି ମାନେ ଭଲ ପିଲାଙ୍କୁ ନେଇକି ଆମ ଟିମ୍ ଓହ୍ଲାଏ। ମାନେ ବେଶୀ ଆମ ଷ୍ଟାର ହିଁ ମାନେ ଓହ୍ଲାନ୍ତିନି ଟିମରେ। ନର୍ମାଲ ଟିମରେ ମୋ କଥା ଲୋକାଲ ଟିମ୍ ମାନେ ଆମର ଅଛି ନା ଯେତେ ଜଣ ସବୁ ଲୋକାଲ ପିଲା ଚାନ୍ସ ପାଆନ୍ତୁ। ସେଇଥିପାଇଁ ସେ ପସନ୍ଦ କରନ୍ତି ବାହାର ପିଲା ଅପେକ୍ଷା କେବଳ ଲୋକାଲ ପିଲା ହିଁ ଚାନ୍ସ ପାଆନ୍ତୁ, ସେମାନେ ବି ଅଲ ଓଡିଶା ଖେଳନ୍ତୁ, ସେମାନେ ହିଁ ନାଁ କମାନ୍ତୁ। ସେଇଥିପାଇଁ ସେମାନେ ସମସ୍ତଙ୍କୁ ଲୋକାଲ ପିଲାଙ୍କୁ ହିଁ ଖେଳଉଛନ୍ତି, କୁଆଡୁ କୁଆଡୁ ଆଣିକି ଖେଳଉଛନ୍ତି, ଏପଟ ବଡମ୍ବା, ନରସିଂହପୁର ସବୁଆଡୁ ଆଣି ପିଲା ମାନେ ଖେଳିବାକୁ ଟ୍ରାଏ କରୁଛନ୍ତି, ମାନେ ସେମାନେ ଖେଳିକି ନାଁ କମାନ୍ତୁ ବୋଲି। ଭଲ କଥା, ଏବଂ ନୂଆ ପିଲାମାନଙ୍କୁ ଚାନ୍ସ ଦବା ଦରକାର, ଯେମିତି ଆପଣ ହେଲେ, ଅନ୍ୟାନ୍ୟ ବହୁତ ସାରା ପିଲାମାନେ ଅଛନ୍ତି। ଆଉ ଡାଇରେକ୍ଟ ଯାଇକି ଅଲ ଓଡିଶା ଖେଳିବା ତ ସହଜ ନୁହେଁ। ଆପଣଙ୍କୁ କଣ ଲାଗୁଛି ଡାଇରେକ୍ଟ ଯାଇକି କଣ ଅଲ ଓଡିଶା ଖେଳି ହବ ଯଦି ଆମେ ଏମିତିକା ଟିମ୍ ସାଙ୍ଗରେ ଯଦି ଜଏନ ନ କରିବା? ଆପଣ ନା କଣ ନା କହିବେ ଏ ବିଷୟରେ? ଡାଇରେକ୍ଟ ଖେଳି ହବନି। ଆଚ୍ଛା। ସେମିତି ପରଫମାନ୍ସ ନହେଲେ ଡାଇରେକ୍ଟ କିଏ କୋଉ କୋଉ ଇଏ ନେଇ ଖେଳିବ ସିଏ। ଆଚ୍ଛା। ଡାଇରେକ୍ଟ ବି କେହି ଖେଳି ପାରିବେନି। ବହୁତ ପିଲା ବି ମାନେ ମତେ ବି ଏଇନା କହୁଛନ୍ତି, ମୁଁ ଯୋଉ ପରିସ୍ଥିତିରେ ଉଠିକି ଆଇଛି ଏଇନା ସେମାନେ କହୁଛନ୍ତି ଭାଇ ମତେ ଟିକେ ଚାନ୍ସ ଦିଅ ବଡ ଟିମରେ, ମୁଁ ବି ଖେଳିବାକୁ ଚାହୁଁଛି, ମୁଁ ବି ଅଲ ଓଡିଶା ନାଁ କମେଇବାକୁ ଚାହୁଁଛି। ମୁଁ କହିଲି ସେଇଟା କେମିତି ସମ୍ଭବ? ତମେ ଖେଳିକି ଗୋଟେ ଟିମରେ ନାଁ କମେଇଲାଠୁ ହିଁ ତମେ ଅଟୋମେଟିକ ଖେଳ ଦେଖିଲାଠୁ ଅନ୍ୟ ଟିମ ହିଁ କଣ୍ଟାକ୍ଟ କରିବ ତମକୁ। ଡାଇରେକ୍ଟ ସେମିତି କେହି ମାନେ ଅଲ ଓଡିଶା ଚାନ୍ସ ଦେବେନି। ସୁନ୍ଦର କଥା ଆପଣ କହିଛନ୍ତି, ଏବଂ ଯୋଉ ୟଙ୍ଗ ପିଲା ତ ତାଙ୍କୁ ଆମେ ଏ ଶୋ ମାଧ୍ୟମରେ ଏଇଟା କହିବାକୁ ଚାହିଁବୁ କି ଆପଣ ଫାଷ୍ଟ ଗୋଟେ ଷ୍ଟେପ ବାଇ ଷ୍ଟେପ ଯାଆନ୍ତୁ, ତାପରେ ଆପଣ ସାୟଦ ଗୋଟେ ଭଲ ଟିମରେ ଖେଳି ପାରିବେ। ଆପଣ ବି ଗୋଟେ ଭଲ ଟିମରେ ଖେଳିଛନ୍ତି। ଟିମ ର ନେମ ହେଲା, ଟିମ ଗୋଟେ ବ୍ରାଣ୍ଡ ଆମେ କହିପାରିବା ଅଲ ଓଡିଶାରେ, ଆଉ ସେ ଟିମ ର ନେମ ହଉଛି ଇମେଜ 11 ଭଦ୍ରକ। ଇମେଜ 11 ଭଦ୍ରକ ସାଇଡରୁ ଆପଣ ଖେଳିଛନ୍ତି ସ୍ୱାଧୀନ। ଆଉ ସାୟଦ ମୁଁ ଭୁଲ ନଥାଏ ଆପଣ ଶ୍ରୀକ୍ଷେତ୍ର କପ ରେ ଖେଳିଥିଲେ, ଆଉ 5ଟି ୱିକେଟ ବି ନେଇଥିଲେ। ମୁଁ ସେଠି ଥିଲି କମେଣ୍ଟ୍ରିରେ। ଏତେ ବଡ ଟିମ୍ ସାଙ୍ଗରେ ଖେଳିକି ଏତେ ଭଲ ବୋଲିଂ କରିଥିଲେ, ତ ଆପଣଙ୍କ ମାଇଣ୍ଡ କେତେ କଣ ଥିଲା ଏବଂ ପ୍ରେସରକୁ ଆପଣ କେମିତି ହ୍ୟାଣ୍ଡେଲ କଲେ? ମୁଁ ତ ଯୋଉ ଟିମ ରେ ଖେଳେ ମୋ ନିଜ ଟିମ୍ ଭଳିଆ ଭାବି ଖେଳେ, ମାନେ ମୁଁ କେବେ ଭାବେନି କି ଏଟା ବାହାର ଟିମ୍ ବୋଲି। ମୁଁ ଯୋଉ ଟିମ ରେ ଖେଳେ ବେଷ୍ଟ ଦେବାକୁ ଟ୍ରାଏ କରେ। ସେଇଥିପାଇଁ ମାନେ ମୁଁ ସବୁବେଳେ ଯୋଉ ଟିମ ରେ ଖେଳେ ମୁଁ କେବେ ଭାବେନି ସେ ବାହାର ଟିମ୍ ବୋଲି। ସବୁବେଳେ ଭାବେ ମୋ ନିଜ ଟିମ୍ ମୋ ବେଷ୍ଟ ମାନେ ମୁଁ ଦିଏ ସେଇଥିପାଇଁ ସବୁବେଳେ। ଏଗନେଷ୍ଟ ଯିଏ ବି ଥାଉ ମୋର ମାନେ ସେମିତି ମାନେ କିଛି ଡର ଭୟ ମାନେ କିଛି ନର୍ମାଲ ରୁହେ ଆଉ। ମୋ କଥା ମୁଁ ଯେମିତି ଆଗରେ ଯିଏ ଥାଉ ମୁଁ ବେଷ୍ଟ ଦେବାଟା ଚେଷ୍ଟା କରିବି। ଇମେଜ ଟିମରେ ଯେତେବେଳେ ତମକୁ କଲ୍ ଟି ଆସେ, ଯାହାର ବି କଲ୍ ଆସିଥିବ, କେତେ ଆପଣ ମାନେ ଏକ୍ସାଇଟିଂ ଥିଲେ କି ଭାଇ ମତେ ଇମେଜ ରୁ କଲ୍ ଆଇଲାଣି? ଆପଣ ବହୁତ ଖୁସି ତ ଥିବେ ନା? ଏକ୍ସାଇଟ ତ ବହୁତ। ବଡ ଟିମ ରେ ଆଚ୍ଛା। ଆସ୍ତେ ଆସ୍ତେ ଖେଳ ମାନେ ଅଟୋମେଟିକ ଖେଳିଲା ମାନେ ସବୁ ଟିମରେ ମାନେ ଚାନ୍ସ ମିଳିବା ଟ୍ରାଏ ଅଛି ବହୁତ। ଠିକ ଅଛି, ଆମେ ଏଠି ସବୁ ଟିମ୍ ବିଷୟରେ ଜାଣିଗଲେ ଆପଣ କୋଉ କୋଉ ଟିମ ରେ ଖେଳିକି ଆସିଥିଲେ। ଯେମିତିକି ଜୟଶ୍ରୀରାମ ହେଇଗଲା, ତାପରେ ଆପଣ କହିଲେ କି ମୁଁ କାଇମା ପଟେ ଖେଳିଲି, ମେଡିକୋ, ତାପରେ ଷ୍ଟ୍ରାଇକର 11, ତାପରେ ଇମେଜ ରୁ ବି ଖେଳିଛନ୍ତି। ନେକ୍ସଟ ସିଜିନ ପାଇଁ ଇମେଜ ତରଫରୁ କିଛି ରହିଛି କି ଆଶା କି ନାହିଁ ଆପଣ ଇମେଜ ସାଇଡ ରୁ ଦେଖାଯିବେ? କିଛି ତାଙ୍କ ଓନର କି ନହେଲେ କୌଣସି ସିନିୟର ପିଲା ଏମିତି କିଛି କହିଛନ୍ତି, କିଛି ଖବର ପଡିଛି? ନାଇଁ ଖବର ତ କିଛି ପଡିନି, କଣ୍ଟାକ୍ଟ କଲେ ନିହାତି ଖେଳିବାକୁ ଟ୍ରାଏ କରିବି। କାରଣ ନେକ୍ସଟ ସିଜନ ବି ମାନେ ମତେ ନନା ବି କହିଛନ୍ତି ମୋ ପଟେ ଖେଳିବି ବୋଲି। ଆଚ୍ଛା, ମାନେ ୟୁନିଟ 9? ଏଇଥର ବି ମୁଁ ବହୁତ ମ୍ୟାଚ ଖେଳିଲି, ମତେ ନନା ନେଇ ଖେଳିଛନ୍ତି। ସିଏ ବି କହିଛନ୍ତି ନେକ୍ସଟ ସିଜନ ମୋ ପଟେ ହିଁ ଖେଳିବୁ ସବୁ ମ୍ୟାଚ ଖେଳିବାକୁ ଟ୍ରାଏ କର। ହଉ ନନା ଠିକ ଅଛି ଟ୍ରାଏ କରିବି। ଟ୍ରାଏ କଣ କରିବେ, ଆପଣ ଖେଳନ୍ତୁ, ନିଜ ନେମ ବନାନ୍ତୁ, ଫେମ ବନାନ୍ତୁ। ଆପଣଙ୍କୁ ଦେଖିକି ଆହୁରି ୟଙ୍ଗ ପିଲାମାନେ ବି ଉପରକୁ ଯାଆନ୍ତୁ। ଠିକ ଅଛି, ଆପଣଙ୍କ କ୍ୟାରିୟର ବିଷୟରେ ଆମେ ସବୁ ଜାଣିଲେ, ଆମ ଦର୍ଶକ ମାନେ ବି ଜାଣିଲେ। ନେକ୍ସଟ ଆମେ ଯିବା ସବୁଠୁ ଅଲଗା ଜିନିଷ। ଅନ୍ୟ ବୋଲର ମାନଙ୍କୁ ଆମେ ଦେଖୁ, ଆପଣଙ୍କୁ ଦେଖୁ ବହୁତ ୟୁନିକ୍। ପିଚ୍ ଯଦି ଏଇଠି ଥାଏ, ପିଚ୍ ଯଦି ଥାଏ କଟକରେ, ଆପଣ ଟୋଟାଲି ପୁରୀରୁ ଦୌଡିକି ଆସନ୍ତି ବୋଲିଂ କରିବାକୁ। ଭାଇ ମୁଁ ବହୁତ ଥର କମେଣ୍ଟ୍ରିରେ ବି କହିଛି, ଏତେ ୱାଇଲ୍ଡ ମାନେ
ଲଙ୍ଗ ମୋ ମତରେ ସାୟଦ ଲଙ୍ଗନ ବି ନୁହେଁ, ଲଙ୍ଗନରୁ ଆହୁରି ୱାଇଡ୍ ଆପଣ ଯାଆନ୍ତି, ସେଠୁ ଗୋଟେ ଏମିତି କର୍ଣ୍ଣର, ମାନେ ଏମିତି ଗୋଟେ କର୍ଣ୍ଣର ବନେଇକି ଆପଣ ଦୌଡ଼ିକି ଆସନ୍ତି। କଣ ମାନେ ସେଇଟା କାହାଠୁ ଆପଣ ଶିଖିଛନ୍ତି, ନା ସେଇଟା କଲେ ଆପଣଙ୍କୁ କଣଟା ଏକ୍ସଟ୍ରା ଫାଇଦା ମିଳେ, ତ ସେ ଆକ୍ସନ ଆପଣଙ୍କୁ ଶିଖେଇଲା କି ପ୍ଲିଜ ଟିକେ ଖୋଲିକି ଟିକେ କହିବେ ତ? ନାଇଁ ନାଇଁ ସେଟା କିଛି ଇଏ ନାହିଁ ଯେ ଏଟା ମୋର ମାନେ ନିଜର ମାନେ ମୋର ଅବାଗିଆ ଆକ୍ସନ ମାନେ ବୋଲିଂ ଟା ସେଇଥିପାଇଁ ମୁଁ କେବଳ ଲାଲି ବଲରେ କେବେ ମାନେ ଏମିତି କଡରୁ ଆସେନି। ଲାଲି ବଲରେ ପ୍ରଫେସନାଲ ସିଧା ଆସିବା କଥା ଆସେ। ଟେନିସ୍ ବଲ୍ ଟା ମତେ ଫାଇଦା ମିଳେ କାରଣ ଏପଟୁ ଆଇଲେ ଭିତର ବାହାର ଦିଟାକୁ ପକେଇଲା ବେଳକୁ ମାନେ ସୁବିଧା ହୁଏ। ସେଇଥିପାଇଁ ମୁଁ ଏଇଟା ଟ୍ରାଏ କରେ ସବୁବେଳେ, ଆଙ୍ଗେଲ ଦେଇକି ବୋଲିଂ କରେ। ଓହୋ ହୋ ହୋ, ସେମିତି ପକେଇଲେ କିଛି ମାନେ ଆପଣ ଯେତେବେଳେ ବୋଲିଂ ଟା କରୁଥିବେ ଆପଣଙ୍କୁ ଯାହାହେଲେ ବି କିଛି ନା କିଛି ତ ଗୋଟେ ଏକ୍ସଟ୍ରା ଫାଇଦା ମିଳୁଥିବ କି ନାଇଁ, ମୁଁ ଏଇ କଟର ଟା ପକଉଛି ସେମିତି ୱାଇଡ୍ ଆସିକି ପକେଇଲେ ଟିକେ ବେଶୀ ଟର୍ନ ହଉଛି କି କଣ, ଏମିତି ତ କିଛି ଥିବ ନା, ଫାଇଦା ତ ଥିବ ନା, କିଛି ଗୋଟେ ଫାଇଦା ନଥିଲେ ଆପଣ କାହିଁ ସେମିତି ପକେଇବେ? ମୋର ପ୍ରାୟ ଟାଇମ ରୁହେ ସେଇଥିରେ ମାନେ ଭିତର ବାହାର ମାନେ ଏଇଟା ବହୁତ ମାନେ ମତେ ଇଏ ଫାଇଦା ମିଳେ। ସେଇଥିପାଇଁ ମୁଁ ଆଙ୍ଗେଲ ଟେନିସ ବଲ୍ ଟା କେବଳ ଆଙ୍ଗେଲ ଦେଇକି ହିଁ ପକାଏ। ନହେଲେ ଲାଲି ବଲ୍ ନର୍ମାଲ ପକାଏ ଯେମିତି ପକେଇବା କଥା। ଠିକ ଅଛି, ଦେଖିବା ସେଇ ଆକ୍ସନ ଟା ହିଁ ଆପଣଙ୍କୁ ଗୋଟେ ୟୁନିକ୍ ବନେଇଛି, ଆଉ ସେଇ ଆକ୍ସନ ଯୋଗୁ ହିଁ ଆପଣ ବହୁତ ସଫଳ ବି ହେଇଛନ୍ତି, ବହୁତ ସାରା ୱିକେଟ୍ସ ମିଳିଛି। ଠିକ ଅଛି, ନେକ୍ସଟ ଆମେ ଯିବା ଗୋଟେ ଟପେଷ୍ଟ ବ୍ୟାଟ୍ସମ୍ୟାନ କି ଆପଣଙ୍କ ସାମ୍ନାରେ ଯୋଉ ବ୍ୟାଟ୍ସମ୍ୟାନ କୁ ବୋଲିଂ କରିବା ପୂର୍ବରୁ ଆପଣ ଟିକେ ପ୍ରି ପ୍ଲାନ୍ କରନ୍ତି, ଆପଣଙ୍କୁ ଟିକେ କଷ୍ଟ ହୁଏ, ଆଉ ସେ ବ୍ୟାଟ୍ସମ୍ୟାନ ଆପଣଙ୍କ ବଲ୍ କୁ ଟିକେ ସହଜରେ ଖେଳେ, କି ସେ ବ୍ୟାଟ୍ସମ୍ୟାନ? ବେଷ୍ଟ ସିଏ ବିଶ୍ୱରଞ୍ଜନ ସାହୁ। ନେଟ୍ ସ୍ଲୋ ହେଲା ବୋଧେ। ସରି ଟିକେ ନେଟୱାର୍କ ଇସୁ, ଗୋଟେ କଲ୍ ଆସିବ। ମୁଁ କହିଲି ଆପଣ ତାଙ୍କ ୱିକେଟ ନେଇ ୱିକେଟ ତ ମୁଁ ବହୁତ ଥର ପାଇଛି, କିନ୍ତୁ ମାନେ ସେଇ ବ୍ୟାଟ୍ସମ୍ୟାନ ଆଗରେ ପୁରା ସାମ୍ନା ସାମ୍ନି ହେଲେ ଟିକେ ମାନେ ମୁଁ ନର୍ଭସ ହୁଏ। ଆଚ୍ଛା। ତାଙ୍କ ପାଖରେ ସବୁଆଡେ ସଟ୍ ଅଛି ନା, ସେମାନେ ସବୁଆଡେ ଖେଳି ପାରନ୍ତି, ସେଇଥିପାଇଁ ମାନେ ମୁଁ ଟିକେ ନାକୁ ମାନେ ନର୍ଭସ ହୁଏ, ତଥାପି ମାନେ ଟ୍ରାଏ କରେ ମାନେ ମୋ ବେଷ୍ଟ ମୁଁ ଦେବି। ଏତେ ମାନେ ମୁଁ କାହାକୁ ମାନେ ଆଗରେ ପାଇଲେ ମାନେ କାହାକୁ ଏତେ ମୋର ଭୟ କରେନି। ମାନେ ଖେଳ ତ ନା ଯେମିତି ହେଲେ ପକେଇବ ନା ନାଇଁ, କଣ ମାଡ ଖାଇଛି ବୋଲି ବୋଲିଂ କରିବିନି ନା କଣ? ହଁ ହଁ ହଁ, ଏଇଟା ତ ସିଓର, ବଟ୍ ଆପଣ ଚାହିଁବେ କି ଭୁଲରୁ ଶିଖିବାକୁ ଯୋଉ ବଲଟି ଆପଣ ପକଉଛନ୍ତି ଯଦି ସେଇଟା ସେ ବାରମ୍ବାର ବାରମ୍ବାର ଦୁଇରୁ ତିନୋଟି ମ୍ୟାଚ ଯଦି ମାଡ ଆପଣ ଖାଇଲେଣି କି ଆପଣଙ୍କ ଇଏ ପାଇଁ ଯଦି ରନ୍ ଆସିଲାନି ଆପଣଙ୍କ ଖାତାରେ, ଆପଣ ତାକୁ ବ୍ୟାକ୍ କରିବାକୁ ଚାହିଁବେ, ଆଗାମୀ ସମୟରେ ତାକୁ ୱିକେଟ ନେବାକୁ ଚାହିଁବେ, ଏସବୁ ଜିନିଷ, କାରଣ ବୋଲର ମାତ୍ର କେ ତ ରନ୍ ତ ହବ ହିଁ ହବ, ଆଉ ଖାସ କରିକି ଟେନିସ ୱିକେଟ ତ ହବ। ଠିକ ଅଛି, ନେକ୍ସଟ ଆମେ ଯିବା ବେଷ୍ଟ ମ୍ୟାଚ ଆପଣଙ୍କର, ଯୋଉ ମ୍ୟାଚ କୁ ଆପଣ ଏ ପର୍ଯ୍ୟନ୍ତ ଭୁଲି ନାହାନ୍ତି, ଗୋଟେ ପୁରା ଜବରଦସ୍ତ ମ୍ୟାଚ ଆପଣ ଖେଳିଥିଲେ ଏବଂ ଆପଣଙ୍କ ଯୋଗଦାନ ସେ ମ୍ୟାଚରେ ଅଧିକା ଥିଲା। ବେଷ୍ଟ ମ୍ୟାଚ୍ ମୁଁ ତ ଏଥର ଟ୍ରାଏ କରିଥିଲି ବହୁତ, ଡିଷ୍ଟ୍ରିକ୍ଟ ଲେବୁଲ ଯୋଉ ହଉଥିଲା ସାଲେପୁରରେ ବହୁତ ଟ୍ରାଏ କରିଥିଲି। ଆମ କଟକ ଡିଷ୍ଟ୍ରିକ୍ଟ ମାନେ ଆର ବର୍ଷ ଯେହେତୁ ଆମେ ଚମ୍ପିଆନ ହେଇଥିଲୁ, ଯୋଉ ବର୍ଷ ଫାଷ୍ଟ ହେଇଥିଲା, ଟ୍ରାଏ କରିଥିଲି ବହୁତ, ମାନେ ମୋ ବେଷ୍ଟ ବି ମୁଁ ଦେଇଥିଲି, ମାନେ ବ୍ୟାଟ୍ସମ୍ୟାନ ଇଏରୁ ଆମେ ମ୍ୟାଚ ଟି ହାରିଥିଲୁ। ମାନେ ଯେତିକି ସେ ରନ୍ ଆଭରେଜ ବନଉଥିଲେ, ସେ 100+ ରନ୍ ଟା ବନେଇବା ତାଙ୍କର କମ୍ପଲସରୀ ଇଏ ଥିଲା। ଆମେ ତାଙ୍କୁ ୱିକେଟ ବି ନେଇକି କମ ରନ ହିଁ ରଖିଥିଲୁ, ମାନେ ତଥାପି ଆମ ରନ୍ ଚେସ୍ କରିପାରିଲୁନି, ୱିକେଟ ଯିବାରୁ ରନ୍ ଚେସ୍ ହେଇପାରିଲା। ବେଷ୍ଟ ଚ୍ୟାଲେଞ୍ଜିଂ ଟିମ୍, କୋଉ ଟିମ୍ ଟା ଆପଣଙ୍କୁ ଟିକେ ଚ୍ୟାଲେଞ୍ଜ ଦେଇଛି, ଆଉ ଆପଣ ଯୋଉ ଟିମରେ ବି ଥାଆନ୍ତୁ, ବଟ୍ ଯେତେବେଳେ ସେ ଟିମ୍ ଟି ଆପଣଙ୍କ ସାମ୍ନାରେ ପଳେଇ ଆସେ ଆପଣଙ୍କୁ ଟିକେ ବେଶୀ ପ୍ରିପାରେସନ କରିବାକୁ ପଡେ? ମୋ ଏଗନେଷ୍ଟରେ ଯେତେ ମାନେ ଭଲ ଟିମ୍ ସାନ୍ ହଉ କି କମାଣ୍ଡ ହଉ, ହଉ, ମାନେ ଯିଏ ମୁଁ ଯାହା ଏଗନେଷ୍ଟ ଖେଳିଲା ବେଳେ ମାନେ ତାଙ୍କ ଏଗନେଷ୍ଟ ନାହିଁ, ମୁଁ ମାନେ ମୋ ବେଷ୍ଟ ରୁ ବେଷ୍ଟ ଦବାକୁ। ତାଙ୍କ ଏଗନେଷ୍ଟ ମାନେ କେବେ ମାନେ ଲୁଜ ଭାବେନି, ମାନେ ବହୁତ ମାନେ ଟାଇଟ୍ କରିକି ହିଁ ମାନେ ମୁଁ ବୋଲିଂ କରେ। ଯେତେ ମାନେ ଭାବେ ମାନେ ଆଚ୍ଛା। ବହୁତ କମ ରନ ମାନେ ୱିକେଟ ଅଧିକା ମାନେ ଟ୍ରାଏ କରିବେନି, ମାନେ ବେଶୀ ଡଟ ବଲ୍ ଏଇଟା ଯେମିତି ଚାହିଁବେ। ଠିକ ଅଛି, ଏଇଟା ଗୋଟେ ଭଲ ଜିନିଷ ଆପଣ କହିଲେ, କି ଟ୍ରାଏ କରିବା ଦରକାର, ବଡି ଲାଙ୍ଗୁଏଜ ଆପଣଙ୍କର ଭଲ ହବା ଦରକାର। ଫିଟନେସ କେତେ ଜରୁରୀ ସ୍ୱାଧୀନ ଗୋଟେ କ୍ରିକେଟରେ? ଫିଟନେସ ତ ମୋର ମାନେ ବହୁତ ଭଲ, ମୁଁ ଏମିତି ବି ରନିଙ୍ଗ ଫନିଂ କରେ,
ଫିଟନେସ୍ ସବୁବେଳେ ମାନେ ରଖିଛି ବୋଲି ତ ଏଇଥିପାଇଁ ଖେଳୁଛି ଆଜି ମାନେ ଇଏ ହେଇକି। ଫିଟନେସ୍ ନ ରହିଲେ ବି ଖେଳିବା ମାନେ ଅସମ୍ଭବ। ଆଜିକାଲି ପିଲାମାନେ ଆଚ୍ଛା କେତେ ୱେଟ୍ କୁ ନେଇକି ବି ତଥାପି ଖେଳୁଛନ୍ତି କ୍ରିକେଟ, ତାଙ୍କୁ ମାନିବାକୁ ପଡିବ। ଏଜ୍ ହେଲା ପରେ ବି ଖେଳୁଛନ୍ତି, ମାନେ ଆମେ ଏଇ ଏଜରେ ଖେଳି ପାରିବୁ କି ନାହିଁ ସେଇଟା ମାନେ ଆମକୁ ଡାଉଟ। ସିଓର। ଆଉ ଡିସିପ୍ଲିନ, କାରଣ ଟାଇମିଂ ଉପରେ ଟିକେ ଡିସିପ୍ଲିନ ରହୁନି। ଆମେ ଯାହା ବି ଦେଖୁଛୁ ସବୁ, ଖାସ କରିକି ଗୋଟେ ଗୋଟେ ଟୁର୍ଣ୍ଣାମେଣ୍ଟରେ ଟିମ୍ସ ମାନେ ଆସିକି ଠିକ ଟାଇମରେ ପହଞ୍ଚୁନାହାନ୍ତି, ଏବଂ ଓଡିଶା ଟିମ୍ କ୍ରିକେଟରେ ଏଇ ଜିନିଷ ଉପରେ ବହୁତ ଚର୍ଚ୍ଚା ବି ଚାଲିଛି କି ଟାଇମିଂ ଉପରେ ଟିକେ ଡିସିପ୍ଲିନ ରଖୁନାହାନ୍ତି, ଯାହା ପାଇଁ ମ୍ୟାଚେସ୍ ସବୁ ଲେଟରେ ଷ୍ଟାର୍ଟ ହଉଛି। ତା ବିଷୟରେ କଣ କହିବେ? ଏଇଟା ତ ସବୁଠି ମାନେ ହଉଛି ପ୍ରାୟ ଟାଇମ, ମାନେ ମୁଁ ଜାଣିବାରେ ଜଲଦି ହେଲେ ମାନେ ଖେଳଟା ଟିକେ ମାନେ ଭଲ ହୁଅନ୍ତା, ଅଧିକା ଓଭର ହେଲେ ବି ଭଲ ହୁଅନ୍ତା ମାନେ ଖେଳିବାକୁ। ମାନେ ଆମର ଏପଟେ ଯେତେବେଳେ ଫାଷ୍ଟ ମୁଁ ଖେଳୁଥିଲି ଆମ ଟିମରେ ଜୟଶ୍ରୀରାମରେ ଯୋଉ, ଆମ ପ୍ରାୟ ସବୁ ଖେଳ ହୁଏ 15 ଓଭରରୁ 20 ଓଭର, ମାନେ ସବୁ ଲିମିଟ ମ୍ୟାଚ୍, ତା ତଳକୁ ନାହିଁ, ହାଏଷ୍ଟ 10 ଓଭର। ଏଇନା ବର୍ତ୍ତମାନ ହେଇଯାଉଛି ଅଲ ଓଡିଶା ଯଦି ହେଇଯାଉଛି ମାନେ 5 ଓଭର 10 ଓଭର 8 ଓଭର ହେଲା ବେଳକୁ ମାନେ ଟିକେ କଷ୍ଟ ହଉଛି। ସେଇଟା ମାନେ କମ ଓଭର ହେଲା ବେଳକୁ ସମସ୍ତେ ମାନେ ଖେଳିଲା ବେଳକୁ ଟିକେ ଅସୁବିଧା ହଉଛି ନା। ଯେତେ ଲଙ୍ଗ ଓଭର ହେଲେ ମାନେ ବ୍ୟାଟ୍ସମ୍ୟାନକୁ ଖେଳିବାକୁ, ବୋଲରଙ୍କୁ ଖେଳିଲା ବେଳକୁ ସୁବିଧା ହବ। ସର୍ଟ ଓଭର ହେଲାଠୁ ଠିକ ଅଛି। ସମସ୍ତେ କହୁଛନ୍ତି ତୁ ଯା ବାଡା ତୁ ଯା ବାଡା, ମାନେ ଏମିତି ସମସ୍ତେ ଯିଏ ଯାହା କହୁଛନ୍ତି ଖାଲି ମାରିବା ମାରି ହେଇକି ମାନେ ନିଜ ଖେଳ ବି ମାନେ ଖରାପ ହଉଛି। ଠିକ ଅଛି, ସେଇ ଜିନିଷ ଉପରେ ସମସ୍ତେ ଧ୍ୟାନ ବି ରଖିବା ଦରକାର। ଆପଣ ଏବେ ହେଲେ ଗୋଟେ ୟଙ୍ଗ ପିଲା ସ୍ଵାଧୀନ, ଆପଣ ଏବେ ଗୋଟେ ଗୋଟେ ଟିମରେ ଖେଳୁଛନ୍ତି, ଆପଣଙ୍କ ପାଖରେ ଏକ୍ସପିରିଏନ୍ସ ବହୁତ ଅଛି, ବଟ୍ ଆପଣ ଗୋଟେ ଅପକମିଂ ଅଛନ୍ତି। ବଟ୍ ଯଦି ଆମେ ଦେଖିବା, ଯୋଉ 6 ରୁ 8 ମାସ ଆପଣ କ୍ରିକେଟ ଖେଳୁଛନ୍ତି, ଯୋଉ ହଁ ମୁଁ କହିଲି 6 ରୁ 8 ମାସ କ୍ରିକେଟ ଖେଳିକି ଗୋଟେ ନୂଆ ଗୋଟେ ଗୋଟେ ୟଙ୍ଗ ପିଲାଟେ ସେତିକି କଣ ସେ ପ୍ରାଇସ୍ କମେଇ ପାରିବ, ସେତିକି କଣ ସେ ମନି କମେଇ ପାରିବ, ଯାହା ଦ୍ୱାରା ତାର ଖର୍ଚ୍ଚ ହଉ ନହେଲେ ତାର ଘର ଖର୍ଚ୍ଚ ଉଠେଇ ପାରିବ ଟେନିସ୍ କ୍ରିକେଟ ଖେଳିକି, ଗୋଟେ ୟଙ୍ଗ ପିଲା। ୟଙ୍ଗ ପିଲା ହେଲା ବେଳକୁ ତ ମାନେ କଷ୍ଟ ହେଇଯାଉଛି। ତଥାପି ମାନେ ମୁଁ ମାନେ ଏପଟୁ ଲୋକାଲ ମ୍ୟାଚ ମାନେ ସବୁ ଖେଳିକି ମାନେ ମୋର ମାନେ ଖର୍ଚ୍ଚ ମାନେ ଉଠିଯାଏ। ପ୍ଲସ ତା ଦେହରେ ମାନେ କମ୍ପାନୀରେ ମାନେ ଗୋଟେ ରହୁଥିଲି। ସିଆଡୁ ଆଜେଷ୍ଟ ହେଲାଠୁ ମାନେ ଖେଳ ଖେଳି ଆରମ୍ଭ ହେଲାଠୁ କମ୍ପାନୀ ମାନେ ଛୁଟି ପକେଇଦେଲି ଇଏ କରିକି। କମ୍ପାନୀ ମାନେ ଛାଡିଦେଲି ଯେହେତୁ ମାନେ ଖେଳ କଣ୍ଟିନ୍ୟୁ ଚାଲିଲା ନା ଅଲ ଓଡିଶା ଟା। ନାଇଟ ଡେ କଣ୍ଟିନ୍ୟୁ ଚାଲିଲା ନା, ମାନେ ଆଉ ଡ୍ୟୁଟି ଟା କରିବା ବି ଅସମ୍ଭବ ହେଇଯାଉଛି ନା। ସେଇଥି ମାନେ ଖେଳ ପାଇଁ ଡ୍ୟୁଟି ଆପଣ, ବି ମୁଁ ଛାଡିବାକୁ କହିଲି କି ପଇଲା ଖେଳ ମାନେ ପାଇଁ ଆପଣ ବହୁତ ସମୟ ବଳିଦାନ ଦେଇଛନ୍ତି। ଆପଣ ଖେଳ ପାଇଁ ନବମ ଶ୍ରେଣୀରେ ସ୍କୁଲ ଡେଇଁକି ଗଲେ ବୋଲି ଆଉ ଥରେ ଆପଣଙ୍କୁ ରିପିଟ କରିବାକୁ ପଡିଲା। ଆଉ ଗୋଟେ ବର୍ଷ ଆପଣ ସ୍କୁଲରେ ରହିଲେ, ଖେଳ ପାଇଁ ଆପଣ ଜବ୍ ବି ଛାଡିଦେଲେ, ତ ଖେଳକୁ ନେଇକି ତ ଆପଣ ପୁରା ସିରିୟସ ଅଛନ୍ତି। ତ ଠିକ ଅଛି, ସିରିୟସ ରହିବା ଦରକାର, ବଟ ମୋ ମତରେ ଟିକେ ଜବ୍ ବଗେରା ଉପରେ ବି ଟିକେ ଧ୍ୟାନ ରଖିଥାନ୍ତୁ। ନେକ୍ସଟ ଯିବା, ଏଇ ଜିନିଷ ଉପରେ ହିଁ ଆମେ ଯିବା କି ଆଜି ଆପଣଙ୍କ ପାଖରେ କ୍ରିକେଟ ଅଛି, କ୍ରିକେଟ ସହ ଆପଣ ଜଡିତ ଅଛନ୍ତି, ବଟ କାଲି ଯେତେବେଳେ ଆପଣଙ୍କ ସହ କ୍ରିକେଟ ଆଉ ନଥିବ, କ୍ରିକେଟ ଆପଣଙ୍କ ଠାରୁ ଦୂରେଇ ଯିବ, ତ ଆପଣ ପୁଣି କରିବେ କଣ? କ୍ରିକେଟ ତ ମୁଁ ଭାବିଛି ମାନେ ଯୋଉ ପର୍ଯ୍ୟନ୍ତ ଅଛି କ୍ରିକେଟ ଖେଳିବି। ତା ସାଙ୍ଗରେ ମାନେ ଜବ୍ ବି କରିବା ମାନେ ଭାବିଛି, ଜବ୍ ବି ହବ। ମାନେ କ୍ରିକେଟ ଯେତେବେଳେ ହବ ମାନେ କ୍ରିକେଟ ଟା ଖେଳିବା କଥା ଖେଳିବି। ତା ବାଦ ଜବ୍ ବି ଚାଲିବ ତା ସାଙ୍ଗରେ, ମାନେ ସେଇ ଅନୁସାରେ ମାନେ ମୁଁ ଇଏଟା କରିକି ଟାଇମିଂ କରି ଚଲେଇବି। ଆଚ୍ଛା ମାନେ ଡେ ସିଜିନରେ ଭାବିବି ଟ୍ରାଏ କରିବି ନାଇଟ୍ କରିବାକୁ, ଆଉ ନାଇଟ୍ ସିଜିନ ହେଲେ ଡେ ଟ୍ରାଏ କରିବି ଖେଳିବାକୁ। ଠିକ ଅଛି, ଆଡଜଷ୍ଟମେଣ୍ଟ ସୁନ୍ଦର କରି କଥା। ହଁ କୁହନ୍ତୁ। ଆଡଜଷ୍ଟ କରି ଖେଳିବାକୁ ଚେଷ୍ଟା କରିବି, ତା ଭିତରେ ଯଦି ଟାଇମ ନହେଲା ମାନେ ଇଏ କରିବାକୁ କିଛିଟା ମାନେ ଆଉ କାହାକୁ ସିଫ୍ଟ ଚେଞ୍ଜ କରିବାକୁ ମାନେ କରିକି ଆସ୍ତେ ଆସ୍ତେ ମାନେ ଇଏ କରିବି ଆଉ। ଠିକ ଅଛି। ଡିଷ୍ଟ୍ରିକ୍ଟ ଲେଭୁଲ ଟୁର୍ଣ୍ଣାମେଣ୍ଟ ବିଷୟରେ କଣ କହିବେ? ଏଇଟା ହବା ଦ୍ଵାରା କେତେ ଫାଇଦା ହଉଛି? ଡିଷ୍ଟ୍ରିକ୍ଟ ଲେଭୁଲ ଟୁର୍ଣ୍ଣାମେଣ୍ଟ କଣ ଆଉ ଟିକେ ଉପରକୁ ଯାଆନ୍ତା କି? ହଁ ଡିଷ୍ଟ୍ରିକ୍ଟ ଲେବୁଲ ତ ଯେତିକି ହଉଛି ମାନେ ଆହୁରି ଉପରକୁ ଯିବା ଦରକାର। ମାନେ ଯଦି ରାଉଣ୍ଡ ରାଉଣ୍ଡ ଆମର ମାନେ କି ଖେଳୁନାହାନ୍ତି, ରାଉଣ୍ଡ ରାଉଣ୍ଡ ଟା ହେଲେ ବି ମାନେ ଭଲ ହୁଅନ୍ତା। କାରଣ ଆମେ ଫାଷ୍ଟ ହୁଁ ଚୋକିଂ ହଉଛି ନା, ରାଉଣ୍ଡ ମାନେ କଲେଜ ଟାଇମରେ ମୁଁ ଖେଳୁଥିଲି।
ସେଇ ଚୋକିଂ ଖେଳିଲାଠୁ ରାଉଣ୍ଡ ଡାଉନ ମାନେ ଆଉ ପକେଇଲା ବେଳକୁ ବି ମାନେ କଷ୍ଟ ହଉଛି ନା, ଏଇ ପେନ୍ ହଉଛି ଏଠୁ। ସେଥିପାଇଁ ରାଉଣ୍ଡ ଡାଉନ ମାନେ ହେଇପାରୁନି, ରାଉଣ୍ଡ ଡାଉନ ଟା ହେଲେ ବି ଭଲ ହବ। ଯେହେତୁ ମାନେ ଇଏ ଫୋପଡା ହଉଛି ଟେନିସ ରେ, ମାନେ ନୂଆ ପିଲା ଚାନ୍ସ ପାଇଲେ ଟିକେ ମାନେ ଭଲ ଲାଗିବ ମାନେ ଖେଳିବାକୁ ଡିଷ୍ଟ୍ରିକ୍ଟ ଲେବୁଲ ଟା। ସେମାନେ କଣ ସମସ୍ତେ ଠିକ ଖେଳୁଛନ୍ତି କଥା। କି ଅଲ ଓଡିଶା? ସେମାନେ ପୁଣି ଚାନ୍ସ ପାଉଛନ୍ତି, ନୂଆ ନୂଆ ପିଲା ପାଉଛନ୍ତି ଚାନ୍ସ। ସୁନ୍ଦର କଥା ଆପଣ ଏଠି କହିଛନ୍ତି। ଫର୍ମାଟ ସିଷ୍ଟମକୁ ନେଇ କଣ କହିବେ? ଫର୍ମାଟ ସିଷ୍ଟମ ଏବଂ ଗୋଟେ ଲମ୍ବା ଓଭର ଆକ୍ଚୁଆଲି ଫର୍ମାଟ ସିଷ୍ଟମ ହବା କଥା ନା ଗୋଟେ 20 ଓଭରିଆ ଗୋଟେ ଲଙ୍ଗ ମ୍ୟାଚ୍ ହବା କଥା ଫାଇନାଲ ମ୍ୟାଚେସ ରେ? ଫାଇନାଲ ମ୍ୟାଚ ଟା ଫର୍ମାଟ ଟା ମାନେ ଟିକେ କିଛି ଇଏ ହେଇଯାଉଛି ନା, ସେଥିପାଇଁ ଲଙ୍ଗ ଓଭର ହେଲେ ମାନେ ଖେଳିବାକୁ ମାନେ ଭଲ ଲାଗିବ, ଲୋକଙ୍କୁ ବି ଦେଖିବାକୁ ଭଲ ଲାଗିବ। ଫର୍ମାଟ ହେଇଯିବା ଯୁଗରୁ ମାନେ ଖାଇବା ପିଇବା ମାନେ ସବୁଆଡୁ ଅସୁବିଧା ହଉଛି ନା, ସେଇଥିପାଇଁ ମାନେ ଖାଇବାକୁ ବି ଚାନ୍ସ ମିଳେନି, ମାନେ ଟାଇମ ହୁଏନି ଖାଇବାକୁ, ସାଙ୍ଗେ ସାଙ୍ଗେ ଖେଳିକି ପୁଣି ଆଉଥରେ ଖେଳ। ସେଇଟା ମାନେ ପ୍ରାୟ ଟାଇମ ସବୁଆଡେ ହଉଛି, ତମେ ବି ମାନେ ଆମର ଦେଖୁଥିବ ନା ସବୁଆଡେ ବି ଏମିତି ହଉଛି ପ୍ରାୟ ଟାଇମ। ଆଚ୍ଛା। ସେଇଟା ହଉଛି ଅସୁବିଧା, ନହେଲେ ନାହିଁ ଫର୍ମାଟ ମ୍ୟାଚ ମାନେ ଲଙ୍ଗ ଓଭର ହେଲେ ଭଲ। ଦେଖିବା ଆଶା ରହିବ ଲଙ୍ଗ ଓଭର ମ୍ୟାଚେସ୍ ହଉ। ଲଙ୍ଗ ଓଭର ଖେଳିବା ଦ୍ୱାରା ବହୁତ ପିଲାମାନଙ୍କୁ ଯୋଉମାନଙ୍କୁ ଚାନ୍ସ ମିଳୁନି ସେମାନଙ୍କୁ ଚାନ୍ସ ବି ମିଳିବ, ଏବଂ ଖାସ କରିକି ମିଡିଲ ଅର୍ଡର ଯୋଉ ସବୁ ବ୍ୟାଟ୍ସମ୍ୟାନ ଅଛନ୍ତି ତାଙ୍କୁ ଟିକେ ବ୍ୟାଟିଂ କରିବାକୁ ଚାନ୍ସ ଆସୁନି। ବୋଲର ମାନଙ୍କୁ ଟିକେ ଆଉ 2-4 ଓଭର ଅଧିକା ବୋଲିଂ କରିବାକୁ ବି ସୁଯୋଗ ମିଳିବ। ଠିକ ଅଛି। ଅଫ୍ ସିଜନ ରେ କେମିତି କଣ ରହେ ଆପଣଙ୍କର ପ୍ରାକ୍ଟିସ ବଗେରା କେମିତି କଣ କରନ୍ତି ଏବେକା ଟାଇମ ରେ? ଅଫସିଜିନ ତ ଆମର ମାନେ ବହୁତ ଟାଇମ ଆମେ ମାନେ ପାଖାପାଖି ଗାଁ ଫାଁକୁ ଯାଇକି ଟୁର୍ଣ୍ଣାମେଣ୍ଟ ଖେଳୁ। ପାଖାପାଖି ମ୍ୟାଚ ଗୁରା ସବୁ ପ୍ରାକ୍ଟିସ ମ୍ୟାଚ ଗୁରା ସବୁ ହୁଏ। ଯେହେତୁ ଏଇନା ମାନେ ବର୍ଷା ଟିକେ ହଉଛି, ଖେଳ ଟିକେ ମାନେ ଡାଉନ ଅଛି। ଖେଳ ମାନେ ଯାହା ଯେତିକି ଛୁଆ ପିଲାଙ୍କ ସାଙ୍ଗରେ ଖେଳିକି ଆଡଜଷ୍ଟ କରିବା କଥା, ରୋଡ ଉପରେ ହଉ କି ଇଏ ଉପରେ ହଉ, ଯୋଉଠି ମାନେ ଖେଳିକି ଟିକେ ବୋଲିଂ ଟା ମାନେ ଟିକେ ରଖିବା କଥା, ନହେଲେ ନାଇଁ ବୋଲିଂ ଇଏଟା ଛାଡିଗଲେ, ଅଭ୍ୟାସ ଛାଡିଗଲେ, ପୁଣି ବୋଲିଂ ଗୋଟେ ଭଲ ଟିମ୍ ଏଗନେଷ୍ଟ ପୁଣି ଖେଳିଲା ବେଳକୁ ଅତ୍ୟଧିକ କଷ୍ଟ ହବ ନା। ନର୍ମାଲ ଟୁର୍ଣ୍ଣାମେଣ୍ଟ ହେଇଛି କିଛି ଇଏ ନାହିଁ, ଅଲ ଓଡିଶା ଖେଳିଲା ବେଳକୁ ପୁଣି ଯାଇକି ଯଦି କଣ ମାଡ ବି ଖାଉଛନ୍ତି, ସେତିକି ମାନେ ଉପରେ ପ୍ରଭାବ ପଡୁଛି ନା। ହଁ। ସେଇଥିପାଇଁ କଣ୍ଟିନ୍ୟୁ ବୋଲିଂ ଟା ବ୍ୟାଟ୍ସମ୍ୟାନ କଣ ଅଛି, ବ୍ୟାଟ୍ସମ୍ୟାନ ତ ଆସିବ ଖେଳିଦବ। ବୋଲିଂ ଟା ମାନେ ଏମିତି କଣ୍ଟିନ୍ୟୁ ନଥିଲେ ମାନେ ଖେଳି ହବନି ନା, ବୋଲିଂ କରିହବନି ନା। ସେଇଥିପାଇଁ ଠିକ ବୋଲିଂ ଟା ଅଛି। ଟିକେ ଟିକେ ପ୍ରାକ୍ଟିସ ଟେ କରିବାକୁ ପଡେ। ପ୍ରାକ୍ଟିସ ରହିବା ଦରକାର। କ୍ରିକେଟରେ ସବୁଠୁ ବଡ କଥା ହେଲା କି ପ୍ରାକ୍ଟିସ। ନେକ୍ସଟ ଆମେ ଯିବା, ଆପଣ ଖେଳିଥିବା କିଛୋଟି ଟୁର୍ଣ୍ଣାମେଣ୍ଟ ର ନେମ୍ ଆପଣ ନେବେ, 5ଟି ଟୁର୍ଣ୍ଣାମେଣ୍ଟ ର ନାଁ କହିବେ ଆପଣ ଖେଳିଥିବା ଟୁର୍ଣ୍ଣାମେଣ୍ଟ ଏ ସିଜିନରେ। ଏଇ ସିଜନରେ ଫାଷ୍ଟ ନେବି ତରିମୁଳ ଯୋଉ କେଉଁଝରରେ ହୁଏ। ତରିମୁଳ, ତାପରେ ସୁକୁନେଇ, ସୁକୁନେଇ 2, ଆଉ ଆମର ସେପଟେ କଟକ ପଟେ ଗୋଟେ ଟୁର୍ଣ୍ଣାମେଣ୍ଟ ହେଇଥିଲା, ଭଲ ଟୁର୍ଣ୍ଣାମେଣ୍ଟ ହେଇଥିଲା। ଆଉ ଶଙ୍ଖାମାରି, ଆଚ୍ଛା। ଆଉ ଆଉ ଗୋଟେ ହଉଛି ଆମର ଏପଟ ଅନୁଗୁଳ ପଟେ। ଅନୁଗୁଳ କୋଉଟା କହିବେ? ନାଇଟ୍ ନା ଡେ? ଆମ ଡେ ଯୋଉଟା ଲୁଟୁ ଲୁ- ଭାଇରସ୍ କପ୍ ଯୋଉଟା ହୁଏ। ଏଇ ଯୋଉଟା ଏପଟେ ଯୋଉଟା ଲୁଟୁ ଘଣ୍ଟପଡା ବାରିୟର୍ସ ଘଣ୍ଟପଡା। କପ୍। ଘଣ୍ଟପଡା ଓହୋ ଘଣ୍ଟପଡା। ଘଣ୍ଟପଡ଼ା। ଘଣ୍ଟପଡ଼ା। ଅ ଠିକ ଅଛି, ଆପଣ ଏଠି ସବୁ ଟୁର୍ଣ୍ଣାମେଣ୍ଟ ନେମ୍ ନେଇଛନ୍ତି। ଅ ନେକ୍ସଟ ଆମେ ଯିବା, ଆପଣଙ୍କୁ ମୁଁ କିଛିଟି ପ୍ଲେୟାରଙ୍କ ନେମ୍ କହିବି, ଆପଣ ତାଙ୍କୁ ଟ୍ୟାଗ ଦେବେ କି ସେ ପ୍ଲେୟାର ଆକ୍ଚୁଆଲିରେ କଣ। ଗୋଟେ ଲାଇନରେ ଆପଣ ଫାଷ୍ଟ ମୁଁ ନେମ୍ ନେବାକୁ ଚାହିଁବି ବିଶ୍ୱରଞ୍ଜନ ସାହୁ। ସେ ଓଡିଶା ଡନ୍। ହଁ ଠିକ ଅଛି। ଇମ୍ରାନ ଖାନ। ସେ ତ ଓଡିଶା ବେତାସ ବାସା ଆଉ। ଠିକ ଅଛି। ଚୁଇଁ କାଳିଆ। ଏମାର 60। 360 ଆପଣ ଦେଇଛନ୍ତି। ନେକ୍ସଟ ଏପଟ ଟିକେ ଯିବା ଏପଟ ଲାଇନକୁ, ଜଗତ ରାମ। ଜଗତ ରାମ କ୍ଲାସ। ପରେଶ ସାମଲ। ବେଷ୍ଟ ବୋଲର। ବେଷ୍ଟ ବୋଲର ସୋହେଲ ଖାନ। ଲିଟିଲ ଷ୍ଟାର ସିଏ। ଲିଟିଲ ଷ୍ଟାର। ଠିକ ଅଛି। ରାକେଶ ଜେନା।
ରାକେଶ ଜେନା କ୍ଲାସ। ତ ଠିକ ଅଛି, ଆପଣ ସବୁ କ୍ୱେଶ୍ଚିନ ଫଟାଫଟ ଆନ୍ସର ସବୁ ରଖୁଛନ୍ତି। ଆମେ ଏ ଶୋ ଟି ଆକ୍ଚୁଆଲି କରୁଛୁ ୟଙ୍ଗ ପିଲାଙ୍କ ପାଇଁ, ତ ଏ ଶୋ କୁ ଆମେ ବେଶୀ ଲମ୍ବଉନୁ। ଆମେ ଏମିତି ଫଟାଫଟ ଯିବା। ନେକ୍ସଟ ଗୋଟେ ଡ୍ରିମ୍ 11 ଟିମ୍ ବନେଇବେ ଆପଣ। ଆପଣ ହେଲେ ସେ ଟିମ୍ ର ଓନର। 4ଟି ବ୍ୟାଟ୍ସମ୍ୟାନ ନେବେ ଅଲ୍ ଓଡିଶା ବେସିକ୍ସ ରେ। 4ଟି ଅଲ୍ ଓଡିଶା ବି, ଅଲ୍ ଓଡିଶା ହଉ କି ଆପଣଙ୍କ ଇଚ୍ଛାରେ ଯୋଉ 4ଟି ବ୍ୟାଟ୍ସମ୍ୟାନ ଆପଣ ଚାହିଁଲେ ମେଡିକୋ ଏସବୁ ଟିମ୍ରେ ବି ନେଇପାରିବେ, କିଛି ଅସୁବିଧା ନାହିଁ। ତ 4ଟି ନେବେ ବ୍ୟାଟ୍ସମ୍ୟାନ ନେବେ, ଗୋଟେ ନେବେ ୱିକେଟ କିପର, 5ଟା ହେଲା, 3ଟା ଅଲରାଉଣ୍ଡର, 3ଟା ବୋଲର। ଫାଷ୍ଟ 4ଟା ବ୍ୟାଟ୍ସମ୍ୟାନଙ୍କ ନେମ୍ କହିବେ। ବ୍ୟାଟ୍ସମ୍ୟାନ ତ ନେବି ରାକେଶ ଜେନା ଫାଷ୍ଟ, ସେକେଣ୍ଡରେ ରହିବେ ଆମର ଅସଲମ ଭାଇ, ଆଚ୍ଛା ତାପରେ କିରଣ ଭାଇ, ଆଚ୍ଛା। ତାପରେ ଆମର ଚୁଇଁକାଳିଆ, ଇଏ ହେଲେ 4ଟା ବ୍ୟାଟ୍ସମ୍ୟାନ, ଗୋଟେ ୱିକେଟ କିପର। ୱିକେଟ କିପର ବେନାଇ। ବେନା ରଖିକି ଆପଣ ନେଇଛନ୍ତି, ୟୁନିକ୍ ଚଏସ୍। ନା ଅଜୟ ରାଉତ ନା ଉତ୍କଳ କେଶରୀ, ଆପଣ ବେନା ରଖିକି ନେଇଛନ୍ତି, ବହୁତ ବଢିଆ। ହଁ, ତାପରେ 3ଟା ଅଲରାଉଣ୍ଡର। ଅଲରାଉଣ୍ଡର ବିଶ୍ୱରଞ୍ଜନ ସାହୁ, ଦେବାଶିଷ ପାଟସାନୀ ଆଉ ଲାଡେ ନାୟକ। ଲାଡେନ୍। ତାପରେ 3ଟି ବୋଲର। ବୋଲର ନବାକୁ ଚେଷ୍ଟା କରିବି ଲାଲଟୁ ଭାଇ, ସୋହେଲ ଆଉ ଲକି। ଲକି ବାଲା ଆବା। ଟିମ ର କ୍ୟାପ୍ଟେନ କିଏ ହେବେ ତାହେଲେ? କ୍ୟାପ୍ଟେନ ହେବେ ରାକେଶ ଜେନା। ଠିକ ଅଛି, ତାହେଲେ ଏଇଟା ଗୋଟେ ସକ୍ସେସଫୁଲ ଟିମ୍ ହେଇପାରେ। ରାକେଶ ଜେନା କ୍ୟାପ୍ଟେନ, ୱିକେଟ କିପର ବେନା ରଖି ଏକ ବାଲାନ୍ସିଂ ଟିମ୍, ଭଲ ଟିମ୍ ରହିଲା। ଯଦି ଏ ଟିମ୍ ଖେଳେ ତ ପୁଣି ସାଇଡ ବହୁତ ରଫ୍ ବି କରିବ। ଠିକ ଅଛି। ତାପରେ ଆମେ ଫଟାଫଟ ଯିବା ନେକ୍ସଟ ଗୋଟେ ରାପିଡ ଫାୟାର କୁ। ବେଷ୍ଟ ୱିକେଟ କିପର, ମୁଁ ଆପଣଙ୍କୁ 2ଟା ଏଠି ଅପସନ ଦେବି, ଆପଣ ତା ଦେହରୁ ଜଣକୁ ରଖିବେ। ବେଷ୍ଟ ୱିକେଟ କିପର ଉତ୍କଳ କେଶରୀ ରାଉତ ନା ଅଜୟ ରାଉତ? ଅଜୟ ରାଉତ। ରାଉତ। ନେକ୍ସଟ ମୁଁ ଯିବି ବେଷ୍ଟ ବ୍ୟାଟ୍ସମ୍ୟାନ ଯିବା। ବେଷ୍ଟ ବ୍ୟାଟ୍ସମ୍ୟାନ ଶ୍ରୀନିବାସ ନା ଖଲାରି ଦୀପୁ? ଶ୍ରୀନିବାସ। ଆପଣ ଦେଇଛନ୍ତି। ବେଷ୍ଟ ରିଭର୍ସ କିଙ୍ଗ ଯଦି ଆମେ ଯିବା, ରିଭର୍ସ ସୁଇଂ କାଳିଆ ନା ଲୁଲୁ ସ୍ୱାଇଁ? ତାଙ୍କର ବି ରିଭର୍ସ ବହୁତ ଭଲ। ରିଭର୍ସ ଲୁଲୁ ଭାଇ। ଲୁଲୁ ସ୍ୱାଇଁ ଆପଣ ଦେଇଛନ୍ତି। ବେଷ୍ଟ ବୋଲର ପରେଶ ସାମଲ ନା ସୋହେଲ ଖାନ? ସୋହେଲ। ସୋହେଲ ଆପଣ ଦେଇଛନ୍ତି। ଠିକ ଅଛି, ସବୁ କ୍ୱେଶ୍ଚିନ୍ ଆପଣ ବହୁତ ଫଟାଫଟ ଆନ୍ସର ଆପଣ ଦଉଛନ୍ତି। 5ଟା ଭଲ ଭଲ ୟଙ୍ଗ ପିଲା ଏ ସିଜନରେ ଭଲ ଖେଳୁଥିବା ପିଲା, ଯୋଉମାନେ ବେଶୀ ଚର୍ଚ୍ଚାରେ ତ ଆସୁନାହାନ୍ତି, କିନ୍ତୁ ଭଲ ଖେଳୁଛନ୍ତି। ୟଙ୍ଗ ପିଲାଙ୍କର ନେମ୍ ଟିକେ 5ଟା ନେବେ। ୟଙ୍ଗ ପିଲା ହେଲେ ଅଲରାଉଣ୍ଡର ନା ମାନେ ବୋଲର? ଯାହାବି ନିଅନ୍ତୁ, 5ଟି ୟଙ୍ଗ ପିଲା ଭଲ ଖେଳୁଛନ୍ତି। ଏଇ ସିଜନରେ ଖାସ କରିକି ଆମ ଷ୍ଟ୍ରାଇକର ଇଲେଭେନ ଜଣେ ବବୁଲ ବୋଲି ଗୋଟେ ଖେଳେ, ଯେ କଟର ବୋଲିଂ କରେ। ସିଏ ବୋଲିଂ କରେ ପ୍ଲସ ବ୍ୟାଟିଂ କରେ, ସିଏ ମାନେ ବହୁତ ବେଷ୍ଟ ଦେଇଛି ଏଇଥରକ। ତାପରେ ଆମ ସଂଗ୍ରାମ ମାଝି ସିଏ ବହୁତ ଥର ହଁ ମାନେ ବାଦଲ ବହୁତ ବେଷ୍ଟ ଦେଇଛି ସିଏ। ତାପରେ ଆମ ଯୋଉ କହ୍ନେଇ ଯୋଉ କେନ୍ଦ୍ରାପଡା କହ୍ନେଇ। ସିଏ ବି ମାନେ ବହୁତ ବେଷ୍ଟ ଖେଳିଛି। ତାପରେ ଆମର ଏପଟ ଯୋଉ ଢେଙ୍କାନାଳ ଯୋଉ ବିବେକ ଭାଇ ଯିଏ ଅଛି, ଯିଏ ଆମ ଷ୍ଟ୍ରାଇକର ଯିଏ ଖେଳୁଥିଲେ, ସିଏ ବହୁତ ଥର ମାନେ ଏଥର ବେଷ୍ଟ ଦେଇଛନ୍ତି ଆମ ଟିମରେ। ତାପରେ ଆଉ ଗୋଟେ ଆଉ ଆମର ନରସିଂହପୁର ଜଣେ ଆସେ, ସିଏ ବି ବହୁତ ବେଷ୍ଟ ଦେଇଛି ଆମ ଟିମରେ, ମାନେ ରାଜୁ ବୋଲି ଗୋଟେ ପିଲା ଅଛି। ଠିକ। ତାପରେ ଆପଣ ଦେଖିଥିବେ ଯୋଉ ବିଷ୍ଣୁ ବୋଲି ଗୋଟେ ପିଲାଟେ ଅଛି ବଡମ୍ବାର ଯୋଉ, ଆଚ୍ଛା। ସିଏ ବି ମାନେ ଭଲ ବୋଲିଂ କରିଥିଲା, ମାନେ ସିଧା ବଲଟାରେ ଏପଟେ ଯାଇକି ଭଦ୍ରକ ପଟେ ଖେଳୁଥିଲା, ଭଲ ପକେଇଥିଲା ସମସ୍ତଙ୍କୁ। ଠିକ ଅଛି। ଏଇ ଯୋଉ 5ରୁ 6 ଆପଣ ଯୋଉ ନେମ ଟି ନେଲେ, ଏଇଟା ମତେ ସାୟଦ ଟିକେ ସାହାଯ୍ୟ କରିବ। ଏସବୁ ନେମ ଗୁରା ମୁଁ ଜାଣିଲି, ଏ ନାଁକୁ ମୁଁ ଆଡ ବି କଲି। ଆଉ ଏ ନେମ
को मु जानिया पर ताको मु मो शो रे आनिबी कारण मु ए शो टी करछि पूरा नुआ नुआ टैलेंट को पई अपकमिंग टैलेंट जो माने ए सीजन रे खेलछंती बट चर्चा रे आसु नांती मु एटा सेई मानक पई करछि एवं ताको आनिबा हम शो रे ठीक है धन्यवाद नेक्स्ट नेक्स्ट जदि आमे जिबा यंग पिला माने केमती ऊपर को आथिबे कौन करिया को पड़िबो चर्चा रे केमती कोन आसीबे यंग पिला तो फास्ट माने सेमाने टूर्नामेंट तो खेलुछंती ना मेन कथा तांकू आस्ते आस्ते खेलेकी माने चांस देलाटू ही तांको माने नर्वस टा माने कटिलाटू सेमाने जाई खेलिबे तापर हठात कि गोटे पिला को आनी कि नॉर्मल टूर्नामेंट खेलुतो ताको आनी हठात कि लाइव टूर्नामेंट खेले दबो से माने सहज पूरा बड़ बड़ खेलाड़ी को देखुची से माने को यूट्यूब रे देखुची ना से माने हठात कि तांको फेस कला माने टिके प्रॉब्लम हो ना सेतପାଇଁ आस्ते आस्ते खेलिलाटू मैच चांस देलाटू से गोटे बोलर माने चाहिबो जे माने मु आको बेस्ट देई परिबी सेटा नने भाबी देले तमे माने मनरे ये पसी जाउची माने किछि खेलिला पूर्वरु सी माने भाबी दोची नाइ सी एडो बडो बैट्समैन सी एडो बडो बोलर एंती माने देखिया बोले समस्त सी भी मनीष आमे भी मनीष समस्त माने खेलिलारु समस्त ही समान केही बडो न केही सान न सी आजी माने यूट्यूब रे खेलुछंती बोली से माने खेलुछंती बोली ता बेस्ट माने दउछन सी आमे भी खेलले काली आमे भी माने खेलले भी आमे बेस्ट दबु समस्त पय हेटा समान होवा दरकार मु चाहे कि नुआ पिला जत्ते माने बाहरछंती सब माने निजर बेस्ट देकी ऊपर को आस्ते आस्ते उठंदु से माने भी ऊपर को जिबा से माने बहुत चाहछन माने आमे भी लाइव को आसु हम माने इयो हो हमर इयो मु कहले हां ठीक अछि तमर सब आसियो व्यस्त नै म आस्ते आस्ते माने कहि कि तम ना नै कि समस्त को माने लाइव रे आने चेष्टा करबी आपण तो एटी 6 पिला को नेम नेले आ हमें तले पर्सनली भी तले कॉल रे कथा बा आपण भी किछि प्लेयर माने को नेम नेबे एवं नंबर भी देबे हम ताको समस्त को ऐड करबा नुआ टैलेंट ऊपर को जिबा दरकार ठीक अछि ए शो को हमें एठी ही एंड आड को नै जिबा बट ता पूर्व केटा चटपटा क्वेश्चन रहइबो आपण को ई भलो लागे सुबिलान कटिला टी भलो लागे ना कॉफी 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 भलो लागे नेक्स्ट आपण को चाट भलो लागे ना दही बरा ठीक अछि आपणकर आईपीएल फेवरेट टीम आईपीएल मोर पंजाब आज से तो कम माने जिति पाइलानी के माने बहुत मो फेवरेट माने मो सपोर्ट कर बहुत एक टीम का आपण गोटे सपोर्ट करछंती ठीक अछि धोनी ना कोहली कोहली ठीक अछि फुटबॉल आपण फॉलो करंती फुटबॉल एते फॉलो करे नै वर्षा सीजन ने माने खेल हुए हम खेले भी ट्राई करे ठीक अछि सब स्पोर्ट्स खेलिया दरकार तो जा हो आपण आसिले निजर गोटे बहुमूल्य समय देले ए शो जेहेतु नुआ नुआ पिला मानक पई हेछि एवं आपण आछन एति फर्स्ट टाइम पई ए शो टी बहुत छोट रहिला आपणक साइड रु ए शो को आपण 8टी स्टार रु केतोटी स्टार दबा को चाहिए आ काहे कि देबे ए शो विषय के कहि कि जिबे एंड करबा स्टार तो दबा चाहिबी दीटा कि तीनटा स्टार दबा चाहिबी कारण माने लाइव शो जेतु माने फास्ट स्टार्ट हेछि माने एते ये भी देखिबेनी माने सेटार अधिकार गते शेयर हेले माने ऑटोमेटिक नुआ नुआ पिला सब माने आगु को माने खेलिया को माने चांस पाइबे से माने चाहे आमे भी माने मु आज मो भाई आइछि मु काली आसीबी सेमिति ही ट्राई करिवे सेटा माने से माने आइले माने भलो माने से मानु निज येडा से निजे जणाई परिबे निज निज बेस्ट देले निजे निजे ठीक है सचिन ए शो को आमे एठी एंड करबा आपण आसिले मु कथा रखी बहुत बहुत धन्यवाद एवं ए शो को आमे अपलोड भी करिवु YouTube रे आपण बाकु मु शेयर भी कर देबी अपलोड होला पर YouTube रे धन्यवाद आपण आसिले भल लागिला आपण सब कथा है कि फटाफट आमे शो को नौचु बेसी समय नेले भी मजा आसीबनी आपण सब क्वेश्चन भल आंसर दैछंती आ नेक्स्ट सीजन गोटे आशा रहइबा आपण भल खेलंतु निजर नेम आ फेम करंतु ऑल ओडिसा ही आपण खेलंतु और नेम और फेम करंतु एठी ही विदाय नमस्कार जय जगन्नाथ।